ଉପରେ ହେଲା ପୁରା କନସେପ୍ଟଟା କାର କ୍ଲିୟର ହେଇଯାଇଛି? ମାନେ ଟ୍ରେଜର ଫର୍ମ କଣ? ଟ୍ରେଜର ଫର୍ମ ଉପରେ ପୁରା କନସେପ୍ଟ କ୍ଲିୟର ହେଇଯାଇଛି କି? ମାନେ ଟୋକନ କେମିତି କନଭର୍ଟ ହଉଛି, କଣ ହଉଛି? हमजा भाई ହଁ, କିଛି ବି କ୍ଲିୟର ନାହିଁ। କନସେପ୍ଟଟା କ୍ଲିୟର ନାହିଁ। ନା ହଉ, ଠିକ ଅଛି। ଆମେ ଆଉଥରେ ପୁଣି ଡିସ୍କସ କରିବା କି କନସେପ୍ଟଟା କେମିତି କଣ। ଆମେ ଟୋକନ କଣ, ୟୁଏସଡିଟି କଣ କିଛି ଜାଣି ହଉନି ହେଲା। ତ ଏଇଟାକୁ ନେଇକି ଆମେ ପୁଣି ଆଜି ଡିସ୍କସ କରିବା। ସବୁବେଳେ ସେମ୍ ଟପିକ, ଏଇଟା ବି ଆମର ସେମ୍ ପର୍ଯ୍ୟନ୍ତ ବୁଝା ପଡୁନି। ଆମେ ଆକ୍ଚୁଆଲି ଜିନିଷଟା ଟିକେ ଏବେ କମ୍ପ୍ଲିକେଟେଡ ହେଇଛି, ବଟ୍ ଟିକେ ଷ୍ଟ୍ରଙ୍ଗ ହେଇଛି। ହଁ, ତ କେମିତି କଣ ଫାଷ୍ଟ ଫାଷ୍ଟ ଇନିସିଆଲ ଷ୍ଟେଜ କଣ, କେମିତି କଣ ଆମେ ନିଜକୁ ଆକ୍ଟିଭେଟ କରିବା, ତାପରେ ଧୀରେ ଧୀରେ ଟୋକନରୁ କେମିତି ୟୁଏସଡିଟି କୁ ଆସିବା, ତା ଉପରେ ଆମେ ଡିସ୍କସ କରିବା। ଠିକ ଅଛି, ତ ଆମେ ଗୋଟେ ଏକ୍ସାମ୍ପଲ ନେଇକି ଆମେ ଏଟାକୁ କରିବା। ଗୋଟେ ଏକ୍ସାମ୍ପଲ ରୁ ଷ୍ଟାର୍ଟ କରିବା। କା ଆକାଉଣ୍ଟରେ ମାନେ କାର ଆକାଉଣ୍ଟରେ ଏକ୍ସାମ୍ପଲ ନେବା? ସନ୍ତୋଷ ଆକାଉଣ୍ଟରେ ନିଅ। ସନ୍ତୋଷ ଆକାଉଣ୍ଟର, ଠିକ ଅଛି। ଓକେ, ତ ସନ୍ତୋଷ କୁମାର ପ୍ରଧାନ ଆକାଉଣ୍ଟର ଏବେ ଭାବ ତାର ଗୋଟେ 2000 ଷ୍ଟେକ୍ ଆକ୍ଟିଭ ହେଇଛି ହେଲା। ମୁଁ ସ୍କ୍ରିନ୍ ଟା ସେୟାର କରୁଛି। ସନ୍ତୋଷ କୁମାର ପ୍ରଧାନର ଗୋଟେ 2000 ଷ୍ଟେକ୍ ଟା ଆକ୍ଟିଭ ହେଇଛି ହେଲା। ସିମ୍ପଲ କାଲକୁଲେଟର ଟା ଧରିବା, ଠିକ ସେ ବୁଝ। 2000 ୟୁଏସଡିଟି ର ଷ୍ଟେକ୍, ଏଟା କହନ୍ତି ଆମେ 2000 ୟୁଏସଡିଟି ର ଷ୍ଟେକ୍। ଆମେ ଏକ୍ସେଲ ରେ ଯିବା, ଏକ୍ସେଲ ଗଲେ ଆପଣ ହିସାବ ଟା ଦେଖିପାରିବେ। ଓକେ, ତ ଏଟା ୟୁଏସଡିଟି ନା, ତାର ୟୁଏସଡିଟି ଟା ଷ୍ଟେକ୍ ରେ ପଡିଛି। କେତେ ୟୁଏସଡିଟି ପଡିଛି? 2000 ୟୁଏସଡିଟି। 2000 ଡେସ୍ ଟା ଏଟା କରିଦବା ଡେସ୍। ଏବେ ଇଏ ପକେଇଦେଲା ସନ୍ତୋଷ 10 ଡେଜ ପାଇଁ 2000 ୟୁଏସଡିଟି ପକେଇଦେଲା। କେତେରେ? ଆମର ଟ୍ୟୁବଟି ଟୋକନ ଯୋଉଟା ରହୁଛି, ଟ୍ୟୁବଟି ଟୋକନ ଫି ଟା ଦେଲା, କେତେ ଦେଲା? 12500। ଏତିକି କନସେପ୍ଟ ତ କ୍ଲିୟର ହେଇଛି ନା? ମାନେ 12500 ଦେଲେ ଆମେ ଷ୍ଟେକ୍ ଗୋଟେ ଆକ୍ଟିଭେଟ କରିବା। ସେ 2000 ବାଲା ହଉ କି 1000 ବାଲା ହଉ କି 500 ବାଲା ହଉ କି ଯାହା ହଉଛି ହଉ। ଏତିକି କନସେପ୍ଟ କ୍ଲିୟର ହେଇଛି ନା? 12500 ଟୋକନ ଦେଲେ ହିଁ ଆମର ଗୋଟେ ଷ୍ଟେକ୍ ଆକ୍ଟିଭେଟ ହବ। ଏଇଟା ଆମେ ସମସ୍ତେ ଜାଣିଛେ ନା? ହଁ ନାହିଁ କିଛି? ହଁ 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 ହଁ, ଟିକେ ଆନ୍ସର ଦେଲେ ତ ଆଗକୁ ଯିବା। ଠିକ ହୁଁ ଅଛି। ଏ 12,500 ଟା ପୁରା କଣ୍ଟିନ୍ୟୁ ରହିବ ସଦାବେଳେ ପାଇଁ। ହଁ, 12500 ଆମର ଏଇଟା ଗ୍ୟାସ୍ ଫି ଟା, ଯୋଉଟା କି ସବୁବେଳେ ପାଇଁ ଟ୍ୟୁବଟି ଗ୍ୟାସ୍ ଫି ଟା ସବୁବେଳେ ପାଇଁ ଏଟା କଣ୍ଟିନ୍ୟୁ ରହିଲା। ଠିକ ଅଛି, ଏବେ ଆମେ କନସେପ୍ଟ ଟା ଏଇଠି ଧୀରେ ସେ ଯାହାକୁ ବୁଝା ପଡିବନି ମତେ ପଚାରିବ ହେଲା। ବୁଝା ପଡୁନି ମତେ। 12,500 ଯୋଉ ରହିବ ମାନେ ସମ୍ପୂର୍ଣ୍ଣ ପଇସା ଉଠେଇ ଦେଲେ କିରି ପୁଣି ଆଉ ଫେରେ ଭରିବାକୁ ପଡିବ ନା? ମୁଁ କହୁଛି ରୁହ। ହଁ, ବୁଝିଯାଅ କନସେପ୍ଟ ଟା ହେଲା। ଏବେ ଆମର ଷ୍ଟେକ୍ ବହୁତ ସାରା ଷ୍ଟେକ୍ ଅଛି। 2000 ବାଲା ଷ୍ଟେକ୍ ଅଛି, 400 ବାଲା ଷ୍ଟେକ୍ ଅଛି, 500 ବାଲା ଷ୍ଟେକ୍ ଅଛି, କାର 200 ବାଲା ବି ଷ୍ଟେକ୍ ଅଛି, କାର 2000 ର 10ଟା ଷ୍ଟେକ୍ ଅଛି ହେଲା। ଏମିତିଆ ଷ୍ଟେକ୍ ସବୁ ଅଛି, ବୁଝିଲ? ଏସବୁ ହେଲା ଷ୍ଟେକ୍ ଭ୍ୟାଲ୍ୟୁ, ଏସବୁ ହେଲା ଷ୍ଟେକ୍ ର ଆମାଉଣ୍ଟ ସବୁ। ଆଉ ସମସ୍ତଙ୍କର ଗ୍ୟାସ୍ ଫି ଗୋଟେ।
ସମସ୍ତଙ୍କର ଗ୍ୟାସ୍ ଫି ଗୋଟେ। ଏବେ ରହିଲା କୋଉଟାକୁ କେତେ ଦିନ ପାଇଁ ମୁଁ ରଖିବି, କୋଉ ଷ୍ଟେକ୍ ଟାକୁ କେତେ ଦିନ ପାଇଁ ରଖିବି ହିସାବରେ କାଲକୁଲେସନ କେମିତି କରିବି ଆଉ କେମିତି ବସିବି ହେଲା। ଆମର ଦିଟା ୱାଲେଟ ବର୍ତ୍ତମାନ TUFT ରେ ଟ୍ରେଜର ଫଣ୍ଡ ରେ ଆମର ଦିଟା ୱାଲେଟ କ୍ରିଏଟ ହେଇଛି। ଟ୍ରେଜର ଫଣ୍ଡ ରେ ବର୍ତ୍ତମାନ ଦିଟା ୱାଲେଟ କ୍ରିଏଟ ହେଇଛି। ଗୋଟେ କଣ ଓକେ। ହେଇଛି, ଗୋଟେ ଆମର ଯୋଉ ମେନ୍ ୱାଲେଟ USDT ୱାଲେଟ ଗୋଟେ ଅଛି, ଆଉ ଗୋଟେ ହଉଛି ଆମର ଟୋକନ ୱାଲେଟ। ଦିଟା ୱାଲେଟ ଆମର ଟ୍ରେଜର ଫଣ୍ଡ ରେ କ୍ରିଏଟ ହେଇଛି। ଟୋକନ ୱାଲେଟ ଟା କଣ, ଏଇ ଯୋଉ TUFT ତମେ କିଣୁଛ ସେଇଟା ହେଲା ସେ ବାଲାନ୍ସ ଟା। ଆଉ USDT ଟା କଣ, ଟୋକନ ରେ ୟୁଜ କଣ, USDT ରେ ୟୁଜ କଣ ମୁଁ କହୁଛି। ଟୋକନ ରେ ୟୁଜ ଟା ଏବେଠୁ ମାନେ ଟ୍ରେଜର ଫଣ୍ଡ ଯେବେଠୁ ଲଞ୍ଚ ହେଲା ସେବୁଠୁ ଟୋକନ ରେ ୟୁଜ ହବ ଓନ୍ଲି ଫର ଷ୍ଟେକ୍। ଷ୍ଟେକ୍ କୁ ଇନକମ ଷ୍ଟେକ୍ ଫି ଷ୍ଟେକ୍ ଆକ୍ଟିଭେସନ ସବୁଥିରେ ଆମର ଟୋକେନ ୟୁଜ ହବ। ଏତିକି ସରିଲା, ଏତିକି ବୁଝା ପଡିଲା ତ? ଓକେ। ହଁ ହଁ ଏବେ ତ ଏସବୁ ଦେଇକି ଆମର ଏବେ ଭାବ ସନ୍ତୋଷର ଆକାଉଣ୍ଟ ମୁଁ ନଉଛି ଏକ୍ସାମ୍ପଲ ତରଫରୁ। ସନ୍ତୋଷ ଆକାଉଣ୍ଟ ରେ 2000 USDT ଅଛି, ସେ 12,500 ଗ୍ୟାସ୍ ଫି ଟା ପେଡ୍ କଲା। କେମିତି ପେଡ୍ କରିବା, ପେଡ୍ କରିବାର ଦିଟା ବାଟ ମୁଁ କହିଥିଲି। ଫାଷ୍ଟ ବାଟ ହେଲା ଡାଇରେକ୍ଟ ଟୋକନ କିଣିକି ପକେଇ ଦିଅ, କିମ୍ବା ଯିଏ ତମର ଡାଉନଲାଇନ୍ ଅଛି ଯଦି ଡାଉନଲାଇନ୍ 50 USDT ତା ଆକାଉଣ୍ଟରେ ଡିପୋଜିଟ୍ କରୁଛି ତାହେଲେ ତମକୁ ଆସିଯାଉଛି 7,500। ଷ୍ଟାର୍ଟିଂ ରେ ଥାଉଛି 5,000, 7,500 5,000 ମିଶିଗଲା 12,500 ହେଇଗଲା। ଏଟା ଷ୍ଟାର୍ଟିଂ ରୁ କିଏ ହେଇଛି। ତମକୁ ବୋନସ ଆକାରରେ ମିଳୁଛି କେତେ, ବୋନସ ମିଳୁଛି ତମକୁ 5,000। ଜଣେ କିଏ ଟପ୍ ଅପ୍ କରିଦେଲା ତା ଆକାଉଣ୍ଟ କୁ, ତମର ଡାଉନଲାଇନ୍ ଯଦି ଟପ୍ ଅପ୍ କଲା ତାହେଲେ ସେଇଠୁ ମିଳିଲା ତମକୁ 7,500। ଟୋଟାଲ ହେଇଗଲା ତମର 12,500। ତ ଏଇ ଗ୍ୟାସ୍ ଫି ଟା ତମକୁ ମିଳିଗଲା। ଠିକ ଅଛି। ତ ସନ୍ତୋଷ ଏବେ ଗ୍ୟାସ୍ ଫି ଦେଇକି ଏଟା ଆକ୍ଟିଭେଟ କରିଦେଲା। କେତେ ଦିନ ପାଇଁ ଆକ୍ଟିଭେଟ କରିବ, କନସେପ୍ଟ କଣ, ସେ କେତେ ଦିନ ପାଇଁ ଏଟାକୁ ଆକ୍ଟିଭେଟ କରିବ, ଆଉ କେତେ ଦିନ ପାଇଁ ଆକ୍ଟିଭେଟ କଲେ କେତେ ଟଙ୍କା ପାଇବ, ଏଇଟା ହେଲା ଆମର ମେନ୍ କନସେପ୍ଟ। ତାହେଲେ ତମେ ସେଇ ହିସାବରେ ହିସାବଟା ପକେଇବ। ଛାଡ, ଯେ ଆସିଛି ତାର ଏଇଟା ଆକ୍ସେପ୍ଟ ହଉନି ଏତେ ହେଲା। ତ ଏବେ ଦେଖ 2,000 ଟା 10 ଦିନରେ ମୁଁ କେତେ ପାଇବି। ଫାଷ୍ଟ କଣ କରିବ, କାଲକୁଲେଟର ଟା ଓପନ କରିବ। 2,000 ର ଫାଷ୍ଟ ନେଇଯିବ ଆମେ 1% ଷ୍ଟେକ୍, ସେଟା ଇଣ୍ଟୁ 1% କରିବ। 2,000 ର ଇଣ୍ଟୁ 1% କେତେ ହେଲା, 20 USDT। 2,000 ର ଫାଷ୍ଟ କଣ୍ଡିସନ ହେଲା ଆମର 1%, ଯୋଉଟା 1% ଷ୍ଟେକ୍ ଟା ହେଲା 20 USDT ଆମକୁ ଆସିଲା। ଏଟା ଆମର ଡେଲିର ଇନକମ୍, ଏଟା ଆମର ଡେଲିର ଇନକମ୍। ତାହେଲେ କେତେ ଦିନ ଆମେ ନେବା, 10 ଦିନ ନେବା। କେତେ ଦିନ ନେବା, 10 ଦିନ ନେବା 1% ଲେଖା। ତାହେଲେ କେତେ ହେଇଯିବ, 10 × 20 କେତେ ହେଇଯିବ, 200 USDT। 200 USDT ଆମର ହବ 10 ଡେଜ ର ଇନକମ୍ ହେଲା। କିନ୍ତୁ ଏଟା ଇନକମ୍ ଟା ଆମକୁ କୋଉଥିରେ ଆସୁଛି, ଟୋକନ ଆକାରରେ ଆସୁଛି, TUFT ରେ ଆସୁଛି। TUFT ରେ ଆସୁଛି। ଏବେ 1% ହିସାବରେ 2,000 ର 1% ହିସାବରେ ଆମକୁ 10 ଦିନରେ ମିଳିଲା 200 USDT। ତାକୁ ଟୋକନ ରେ କେମିତି କନଭର୍ଟ କରିବ, ଟୋକନ କନଭର୍ଟ କରିବା ପାଇଁ କଣ ଅଛି, 200 divided by 0.004 ବୁଝିହେଲା। 200 ହରଣ 0.004 କରିଦବ ତ କେତେ ଆଇଲା, 50,000 ଟୋକନ। ଆମକୁ ଆସିଗଲା 50,000 ଟୋକନ ଆସିଗଲା। 50,000 ଟୋକନ ଏଟା ଆମେ 10 ଦିନ ପାଇଁ ପକେଇଛେ। ପୁଣି ଇଏ ଯୋଉ ଆମର 10 ଦିନରେ ଉଠିଗଲା, ଇଏ 2,000 ଟା ପୁଣି ରିଟର୍ନ ପଳେଇଥିବ ତାର ଷ୍ଟେକ୍ ପୋଜିସନ କୁ, ଆଉ ତମକୁ ମାଇ ଷ୍ଟେକ୍ ରେ ବତେଇବ ନାହିଁ। ପୁଣି ଇଏ 2,000 ଟା ଆକ୍ଟିଭେଟ କରିବା ପାଇଁ ତମକୁ ଦେବାକୁ ପଡିବ କେତେ ଗ୍ୟାସ୍ ଫି, 12,500।
ଏଇଠୁ ଆମେ କରିଦବା କ'ଣ, ଏଇଠୁ ଆମେ କରିଦବା କେତେ ମାଇନସ୍ କରିଦିଆ 12,500, ବାଲାନ୍ସ କେତେ ରହିଲା 37,500। 37,500 ରହିଲା ତମର ବାଲାନ୍ସ, ଯୋଉଟା କି ନେଟ୍ ପ୍ରଫିଟ, ମାନେ ଆଉ ଗୋଟେ ଷ୍ଟେକ୍ ଆକ୍ଟିଭେଟ୍ କରିକି ତମର ନେଟ୍ ପ୍ରଫିଟ ହେଲା 37,500। ଆଚ୍ଛା 37,500 ଟା କେତେ USDT ହଉଛି, 37,500 ଇଣ୍ଟୁ 0.004, 150 USDT। ଏ 150 USDT ଟା ତମେ କନଭର୍ଟ କରିଦେଲ କୋଉଠି, ପଳେଇଲା ମେନ୍ ବାଲାନ୍ସ କୁ। ତମର ସେତେବେଳେ ଥିଲା କେତେ 70,500 ଟୋକନ ଟା ଏଇଠି ଦେଖାଉଥିଲା, ଆଉ ଏଇଠି 0 ବତଉଥିଲା। ଯେତେବେଳେ ତମେ ଗେଟ୍ TUFT କୁ ଯାଇକି ସେଲ୍ ମାରିଦବ 70,500 ଟୋକନ କୁ, ଏଥିରେ USDT ରେ ସେଲ୍ କରିଦବ, ତାହେଲେ ଏଇଠି ଆସିଯିବ ସମଥିଙ୍ଗ 148 ସମଥିଙ୍ଗ ଆସିଯିବ, 148 or 147 ଆସିଯିବ। ଏତିକି ଆଇଲା। ଏବେ ଏଇଠି କ'ଣ କରିବ ଦେଖ, USDT ୱାଲେଟ କୁ ଆଇଲା ଅର୍ଥ, USDT ୱାଲେଟ କୁ ପଳେଇଲା ହେଲେ ତମେ ଏଲିଜିବୁଲ ହେଇଗଲ ରିଜର୍ଭେସନ ପାଇଁ, ଯୋଉଟା ତମର ପ୍ରାଇମେରୀ ରୋଲ ଥିଲା। ଟ୍ରେଜର NFT ର ପ୍ରାଇମେରୀ ରୋଲ କ'ଣ ଥିଲା, ରିଜର୍ଭେସନ ନବ, ଡେଲି ପ୍ରଫିଟ ଟା ନବ। ତ ଏଇଟା ୱାଲେଟ କୁ ଆସିଗଲା ମାନେ ତମେ ତା ପାଇଁ ଏଲିଜିବୁଲ ହେଇଗଲ। ଏବେ ତମେ ଡିସାଇଡ କରିବ ମୁଁ କେତେ ରଖିବି ଆଉ କେତେ ଆକାଉଣ୍ଟ କୁ ନେବି। ଏଇଠି ମୁଁ ସଜେସନ ଦେବି ଷ୍ଟାର୍ଟିଂ ରେ, ଯଦି ତମେ କିଛିଟା ଆମାଉଣ୍ଟ ଏଇଠି ଅଛି ତ ଆମେ ଏବେ ଏଇଠି କ'ଣ କରିବା, 75 ରଖିଦେବା ଆଉ 75 ୱିଥଡ୍ର ମାରିଦେବା। ଏଟା ବାଲାନ୍ସ ଯେତିକି ରଖିଦେବା, ଏତିକି ୱିଥଡ୍ର ମାରିଦେବା। ୱିଥଡ୍ର ଯେତିକି ଆମେ 70 75 ଯେତିକି ମାରିବା, ଆମେ ୱିଥଡ୍ର ମାରିଦେଲୁ 70 USDT। ଏବେ ଷ୍ଟାର୍ଟିଂ ରେ ଆମେ 12,500 ଟୋକନ ପାଇଁ କେତେ ଇନଭେଷ୍ଟ କରିଥିଲୁ, 50 USDT। ଇନଭେଷ୍ଟମେଣ୍ଟ ଆମେ 50 କରିଥିଲୁ, ରିଟର୍ନ ପାଇଗଲୁ 70, ମାନେ ନୂଆ ମୂଳଟା ଆମେ ପାଇଗଲୁ। ନୂଆରେ ଯୋଉ ଇନଭେଷ୍ଟ କରୁଥିଲୁ ସେ ମୂଳଟା ଆମେ ପାଇଗଲୁ। ବର୍ତ୍ତମାନ ଗୋଟେ ଟେନସନ ଆମର ଫ୍ରିରେ ରହିଲୁ। ଏତିକି ଯାଏଁ ସମସ୍ତେ ବୁଝିପାରିଲ? ଆମର ଗୋଟେ ହଁ ଯୋଉ ଫାଷ୍ଟ ବୁଝିପାରିଲି। ଷ୍ଟେକ୍ ନବାକୁ ଯୋଉ 12,500 ଇନଭେଷ୍ଟ କରିବାକୁ ପଡୁଛି ଗୋଟେ ଥର ଷ୍ଟେକ୍ ପାଇଁ, ହୁଁ ଯେତେ ଥର ଷ୍ଟେକ୍ ନବା ସେତେ 12,500 ଦରକାର ହବ। ହଁ, ଯେତେ ଥର ଷ୍ଟେକ୍ ନବ ସେତେ 12,500 ଦରକାର ପଡିବ। ଆମେ ଯଦି 12,500 2 ମାସ ପାଇଁ ମାରିଲେ ମଧ୍ୟ, ମାସ 30 ଦିନ ପାଇଁ ମାରିଲେ ମାକ୍ସିମମ୍ 30 ଡେଜ୍ ଆଉ। ମ୍ୟାକ୍ସିମମ୍ 30 ଡେଜ୍। 30 ଏତିକି ଡେଜ୍ ମୁଁ ପରେ ସେ 12,500 କାମ କରିବନି ଆଉ। ହଁ, ଏତିକି ମୁଁ 10 ଦିନରେ ହିସାବଟା କରୁଛି ହେଲା। ହେଲେ ବୁଝିହେଲା? ଏତିକି ସମସ୍ତଙ୍କୁ ବୁଝିହେଲା କି? କ୍ଲିୟର କୁହ, ଯେତେ ଜଣ ବି ଅଛନ୍ତି ମିଟିଂ ରେ ସମସ୍ତଙ୍କୁ ବୁଝିହେଲା କି ଏତିକି? ହଁ ବୁଝାଗଲା। ଯାହାର ଅଧିକ ଆମାଉଣ୍ଟ ଅଛି ସେ କମ ଦିନ ପାଇଁ ନେଇକି ଷ୍ଟେକ୍ ନେଇକି ପ୍ରଫିଟ କମେଇ ପାରିବ। ଯାହାର ମାନେ କମ କଣ ଆମାଉଣ୍ଟ ଯେ ଅଛି, ସେଇ ହିସାବରେ ତମେ ମଲ୍ଟିପ୍ଲାଏ କରିବ, କେତେ ଦିନ ରଖିବ, କେତେ କ'ଣ ପାଇବ ହେଲା। କେମିତି ହିସାବଟା ମୁଁ ତମକୁ ବତେଇଦେଲି, ହିସାବଟା କେମିତି କରିବ, ବୁଝିହେଲା? ଏବେ ଦେଖ, ଏବେ ତାର ଦେଖ ଏଇଠି ସରିଲା, ତାର ଫାଷ୍ଟ ଷ୍ଟେକ୍ ତାର ସରିଗଲା। ଏବେ ତାର ବାଲାନ୍ସ ରହିଲା କେତେ, ସେକେଣ୍ଡ ଷ୍ଟେକ୍ ଟା ଭାବ, ସେକେଣ୍ଡ ଷ୍ଟେକ୍ ଟା ସେ ପକେଇଦେଲା 20 ଡେଜ୍ ପାଇଁ ପକେଇଦେଲା। କେତେ ଷ୍ଟେକ୍ ଭ୍ୟାଲୁଟା, 2,000 ଷ୍ଟେକ୍ ଭ୍ୟାଲୁଟା। ଗ୍ୟାସ୍ ଫି ତ ପେଡ୍ କରିଦେଇଛି, ଠିକ ଅଛି। ଏଥିରେ ଆକାଉଣ୍ଟ ବାଲାନ୍ସ କେତେ ଅଛି, 75 USDT। କୋଉଥିରେ, ୱାଲେଟ ରେ। ରିଜର୍ଭେସନ ଆକାରରେ, ରିଜର୍ଭେସନ ଦିନକୁ କେତେ ଦଉଛି, 1.8%। କାରଣ ସମସ୍ତେ ଏବେ ଲେଭେଲ 1 ରେ ହିଁ ଅଛୁ, ସମସ୍ତେ ଏବେ ଏଲିଜିବୁଲ ହବ ଲେଭେଲ 1 ର ରିଜର୍ଭେସନ ପାଇଁ। 1.8% 75 ର ଇକ୍ୱାଲ ଟୁ 75 ଇଣ୍ଟୁ 1.8%। ଦିନକୁ 135 ଆଡ ହେଇ ଏମିତି ଯାଉଥିବ।
କେତେ ଦିନ ଯାଏ? 20 ଦିନ ଯାଏ ଇକ୍ୱାଲ ଟୁ ଦିସ୍ ଇଣ୍ଟୁ 20। ତ 20 ଦିନରେ ଏଇଠି ପାଇଲ ତମେ $27। ଟୋଟାଲ ହେଇଗଲା ତମର ମେନ୍ ୱାଲେଟରେ। ହିସାବଟା ଦେଖୁ ତ, ନ ବୁଝା ପଡ଼ିଲେ ମତେ କହିବ। 20 ଦିନରେ ତମର ମେନ୍ ୱାଲେଟରେ କେତେ ଆସିଗଲା? ଏ ଯୋଉ 75ଟା ଥିଲା, ଏବେ ତମର USDT ୱାଲେଟ କେତେ ହେଇଗଲା? ରିଜର୍ଭେସନ କରିକି ଖାଲି $102 ହେଇଗଲା ହେଲା। ଆଉ ଟୋକନଟା ଏ ଯାଏଁ ତମେ ଆଣିନ, ଟୋକନ ହିସାବ ମୁଁ କହିବି। ଏଇଟା ମେନ୍ ବାଲାନ୍ସର ଦିନକୁ ତମେ ପାଇଲ $1.35, 20 ଦିନରେ ପାଇଲ। ଆଉ ଏବେ ଆକ୍ସେପ୍ଟ କରିବାନି କିଏ ଲେଟରେ ଆସୁଛି, ସେ ବୁଝା ପଡ଼ିବନି ତାକୁ। 20 ଡେଜରେ ପାଇଲ 27 $27, ଟୋଟାଲ ହେଇଗଲା 75 ପ୍ଲସ୍ 27 $102 ହେଇଗଲା ତମର ମେନ୍ ବାଲାନ୍ସ, USDT ବାଲାନ୍ସ। ଏବେ ଟୋକନ ହିସାବରେ କେତେ ପାଇଲ ତମେ? ଟୋକନ ହିସାବରେ ଦିନକୁ ପାଇଲେ ତମେ 5000 ଟୋକନ। ଏଇଟା ବି ଚାଲିଛି, ଏଇଟା 102 ଇନକମଟା। ଏବେ ଟୋକନ ବି ତାର ସେ ଇନକମ ଦେଇ ଚାଲିଛି ହେଲା। ଦିନକୁ ପାଇଲେ 5000, 20 ଦିନକୁ ଆମେ ପାଇବା 20 ଡେଜରେ ପାଇବା କେତେ? 1,00,000 ଟୋକନ। 20 ଡେଜରେ କେତେ ପାଇଲେ? 1,00,000 ଟୋକନ। ପୁଣି 1,00,000 ଟୋକନ ଯୋଉ ପାଇବା, ଆମେ ଏବେ 1,00,000 ଟୋକନଟାକୁ USDTରେ କନଭର୍ଟ କରିବା। ଫାଷ୍ଟ କଣ କରିବା? 1,00,000 ଟୋକନରୁ ଆମେ ଦେଇଦେବା କେତେ? 12,500 ପାଇଁ ଗୋଟେ ଷ୍ଟେକ୍ ତ ଆକ୍ଟିଭେଟ କରିକି ରଖିବା ଆମେ। 1,00,000 ଟୋକନରୁ ମାଇନସ୍ 12,500 କରିଦେବା। ଏଇଟା ଆମ ନେଟ୍ ପ୍ରଫିଟ୍। ଠିକ ଅଛି। ଆଉ ଯିଏ ଯଦି ଚାହୁଁଛି ଆଉ ଗୋଟେ ଷ୍ଟେକ୍ ନେବା ପାଇଁ, ସେ 1.1ରେ ମଧ୍ୟ ଆଉ ଗୋଟେ ଷ୍ଟେକ୍ ନେଇପାରିବ 25,000 USDT ଦେଇକି। ଆମେ ଗୋଟେ ଷ୍ଟେକ୍ ଗୋଟେ ଥରକରେ, ମାନେ ଆମର ଅଛି କେତେ? 1 ଅଛି, 1.1 ଅଛି, 1.2 ଅଛି, ଏମିତି କରି କରି ଅପ୍ ଟୁ 1.5 ଯାଏଁ ଅଛି। ଆମେ ଯଦି 1 ଟାକୁ ନେଇଗଲୁ ଥରଟରେ, ନେକ୍ସଟ ଟାଇମ ଆମେ 1 ଆଉ ନେଇପାରିବାନି। ମାନେ ସେମ୍ ଗୋଟେ ଷ୍ଟେକ୍ ଆକ୍ଟିଭେଟ ଥିଲା ବେଳେ ନେକ୍ସଟ ଷ୍ଟେକ୍ଟା ଆମେ 1 ନେଇପାରିବାନି, 1.1 ନେବା ହେଲା। ଏଇଟା ଯାହା କମ୍ପାନୀ ରୁଲ ଅଛି। ଓକେ, ତ ସେଇ ହିସାବରେ ଯିଏ ଷ୍ଟେକ୍ ନେବା ପାଇଁ ଚାହିଁଲା, ତାର ଯୋଉ ଷ୍ଟେକ୍ ଫିଟିଥିବ 10-20ଟା, ସେ 2-3ଟା ଯଦି ଆକ୍ଟିଭେଟ କରିବାକୁ ଚାହିଁଲା ତାହେଲେ ଠିକ ଅଛି। ନହେଲେ ନାହିଁ, ଏ ନେଟ୍ ପ୍ରଫିଟଟାକୁ ସେ ମେନ୍ ବାଲାନ୍ସରେ ବି ନେଇପାରିବ। ନେଟ୍ ପ୍ରଫିଟଟାକୁ ମେନ୍ ବାଲାନ୍ସରେ କେତେ ହଉଛି, ଆକୁ USDTରେ କନଭର୍ଟ କରିଦିଅ, ଇକ୍ୱାଲ ଟୁ 87,000 ଇଣ୍ଟୁ 0.004, 350। ତ ମେନ୍ ବାଲାନ୍ସଟା କେତେ ହେଇଯିବ? ଦିସ୍ ପ୍ଲସ୍। ମୁଁ ଗୋଟେ କଥା କହିବାକୁ ସେଠି ଚାହୁଁଛି, ଟିକେ କହିପାରିବି? ହଁ କୁହ। ଏବେ ଯୋଉ କହିଲେ ଫାଷ୍ଟ ଷ୍ଟେକଟା ସେ ନେଇଥିଲା ଗୋଟେ 1ରେ ହେଲା। ହଁ, ଫାଷ୍ଟ ଷ୍ଟେକଟା ନେଲା, ସେକେଣ୍ଡ ଷ୍ଟେକ ଯେତେବେଳେ ନବ ତାକୁ କେତେ ପେମେଣ୍ଟ କରିବାକୁ ପଡୁଛି? 25,000 ଟୋକନ। 25,000 ଟୋକନ, ନାଇଁ କି? ହଁ, ମାନେ ଆମର ଯଦି ଆମେ ଦେଖିବା ଡଲାର ହିସାବରେ କେତେ ଡଲାର ହଉଛି? ଡଲାର ହିସାବରେ ହିସାବ କରିଦବ 25,000। ହଁ, 10,000। ହଁ, 25,000 ଇଣ୍ଟୁ, ନାଇଁ ଡାଇରେକ୍ଟ ହିସାବ କରିଦବ 25,000 ଇଣ୍ଟୁ 0.004 ଆଉ $100 ହଁ, ଆଉ କେତେ ହେଲା? ହେଲା। ଓହୋ, ସବୁବେଳେ ସେକେଣ୍ଡଟାକୁ ହେଲେ $100। ହଁ, ଏଇଠି ଗୋଟେ ଆଉ ଗୋଟେ ସେକେଣ୍ଡଟା ହେଲା $100। ଥାର୍ଡଟା କେତେ ଯାଉଛି? କୋଉଟା 1%ଟା? ନାଇଁ, ଫାର୍ଷ୍ଟ ଗଲା ଗୋଟେ, ସେକେଣ୍ଡ ଗଲା ଗୋଟେ, ଥାର୍ଡଟା ହେଲେ 3 ଥାର୍ଡଟା ନମ୍ବରଟା କରିବ 50,000, ଯଦି 50,000 ସେମିତି ବଢି ଯିବ। ମାନେ 50,000 USDT ଦବାକୁ ପଡିବ। 50,000 ଏ ଟୋକନ ସରି, ଟୋକନ। 50,000 ଟୋକନ। ହଁ, 50,000 ଟୋକନ ମାନେ $200। $200 ଏମିତି ବଢି ଯିବ ହେଲା। ଓକେ ଓକେ ଓକେ, ଯେତେଟା ଷ୍ଟେକ୍ ଠିକ ତମେ ଅଛି, ଆକ୍ଟିଭେଟ ବଢନ୍ତୁ। କରିବ। ହଁ, ଏବେ ଦେଖ, ଠିକ ଅଛି, ଠିକ ଅଛି। ଏବେ ତମର ମେନ୍ ବାଲାନ୍ସ କେତେ ହେଇଗଲା? ତମେ ଟୋକନ କନଭର୍ଟ କରିକି ଆଣିଦେଲ, ମେନ୍ ବାଲାନ୍ସ କେତେ ହେଇଗଲା? $452 ହେଇଗଲା। ଏଇଟା କେତେ ଦିନ ପାଇଲ? ଫାଷ୍ଟ 10 ଦିନ ଗଲା, ସେକେଣ୍ଡ 20 ଦିନ ଗଲା, ମାନେ 30 ଦିନର ତମର ପ୍ରଫିଟ। ଏଇଟା ସବୁ ଷ୍ଟେକ୍ ଆକ୍ଟିଭେଟ ହେଲା ପରେ ପ୍ରଫିଟଟା $452 30 ଦିନରେ। ଫର୍ଷ୍ଟ 30 ଡେଜର ପ୍ରଫିଟ ହେଲା। ଫର୍ଷ୍ଟ 30 ଡେଜର ପ୍ରଫିଟ ତମର 452। ଏଇଠୁ ଯଦି ତମେ ଚାହୁଁଛ ତାହେଲେ ଏଇଠି କଣ କରିବ? ତମେ ରିଜର୍ଭେସନଟାକୁ କଣ୍ଟିନ୍ୟୁ ରଖ,
ଯଦି ଲେବଲ 2 ରେ ଜଣେ ଥିବ ତାହେଲେ ଲେବଲ 2 ର ରିଜର୍ଭେସନ ନେବା ପାଇଁ ଆଉ ଜମା $50 ରହିଲା, ଆଉ ଜମା $50 ରହିଲା। ସେ ଚାଲାକି ସହିତ କଣ କରିବ, ଏଇ ଯୋଉ 27,500 ଟା ଅଛି, ସରି ଏଇ ଯୋଉ ନେକ୍ସଟ ଷ୍ଟେକ୍ ଟା ଯୋଉ ପକେଇବ, ଏଟା ଉଠେଇଦେଲା 20 ଷ୍ଟେକ୍ ଟା ଉଠେଇଦେଲା, ନେକ୍ସଟ ଷ୍ଟେକ୍ ଟା ପକେଇଦବ 5 ଦିନ ପାଇଁ କିମ୍ବା 7 ଦିନ ପାଇଁ ପକେଇ ଦେଇକି ସେ ଟୋକନ ଟାକୁ କନଭର୍ଟ କରିକି ମେନ୍ ବାଲାନ୍ସ ଟାକୁ 500 ଉପରକୁ କରିକି ମେନ୍ ବାଲାନ୍ସ ଟାକୁ 500 ଉପରକୁ କରିକି ସେ ଲେବଲ 2 ର ଟ୍ରେଡ୍ ନବ, ଯୋଉମାନେ ଲିଡର ଅଛନ୍ତି ଲେବଲ 2 ର ଟ୍ରେଡ୍ ନବ, ତାହେଲେ ମୁନାଫା ଏମିତି ମଲ୍ଟିପ୍ଲାଇ ହେଇ ହେଇ ଯିବ। ପୁଣି ତମେ ଫର୍ଷ୍ଟ ଷ୍ଟେଜ କୁ ଆସିଯିବ, ତମର କିଙ୍ଗ ଲାଇଫ ଯେମିତି ଯିବା କଥା, ବଞ୍ଚିବା କଥା ସେମିତି ବଞ୍ଚିବ। ସେମିତି ମାସକୁ ସମସ୍ତେ ୱିଡ୍ର ଦେଖିବ, ଲକ୍ଷ ଲକ୍ଷ ୱିଡ୍ର ମାସକୁ ଦେଖିପାରିବ। ଧୀରେ ଧୀରେ କରି ବଞ୍ଚିବାର ଅଛି। ନିଜେ ସବୁ ପ୍ଲାନ୍ ଆଉଟ୍ ୱାର୍କ ଆଉଟ୍ କରିକି ଆଗକୁ ବଢିଲେ ଏକା ହବ। ମିଳୁଛି ସବୁତିକ ଖାଇଦବ ସେଇଟା ଭାବିବ, କିନ୍ତୁ ଖାଇବା ଭିତରେ ଆମେ ଗ୍ରୋଥ ବି ଦେଖିବାର ଅଛି ହେଲା। ଠିକ ଅଛି, ଏତିକି କାହାର ଡାଉଟ ରହିଲା? ନାଇଁ ଏଇଟା ତ ଯାହା କ୍ଲିୟର ହେଲା, କିନ୍ତୁ ବର୍ତ୍ତମାନ ଯୋଉ ଟୋକନ ଗୁଡାକ ଯୋଉଗୁଡାକ ଆଇଡି ଏବେ ନୂଆ କହୁଥିଲି ସକାଳେ, ଯୋଉଟାକ ଆଇଡି ବର୍ତ୍ତମାନ ଯିଏ ଖୋଲି ନଥିଲେ ଏବେ ନ୍ୟୁ ଧର ଓପନ କରୁଛନ୍ତି, ତାଙ୍କ ଟୋକନ ଆସୁନି, ରିସିଭ ହଉନି। କୁହନ୍ତୁ କୁହନ୍ତୁ। ହ୍ୟାଲୋ, ହଁ କୁହନ୍ତୁ ଟୋକନ ରିସିଭ ହଉନି। ଟୋକନ ରିସିଭ ହଉନି କାହିଁକି? ନାଇଁ ଟୋକନ ନୁହଁ, ଏୟାର ଡ୍ରପ ଟା ରିସିଭ ହଉନି। ଏୟାର ଡ୍ରପ ଟା ହଁ ଏୟାର ଡ୍ରପ ଟା। ହଁ ଏବେ ଦେଖ, ଯେହେତୁ ଦେଖ ୟୁଜର୍ସ ଫାଷ୍ଟ ଷ୍ଟାର୍ଟିଂ ରେ କଣ ୟୁଜର୍ସ କମ ଥିଲେ ହେଲା, ଏବେ ୟୁଜର୍ସ ବଢି ଯାଇଛନ୍ତି। ସେ ତ ଟାଇମ ଲାଇନ ଦେଇଛି କି ଆମେ ଲାଇଭ ୱାର୍କ ଭିତରେ ଅପଡେସନ ଚାଲିଛି ଆମର, ଆଉ ତାଙ୍କର ଆପ୍ ବି ଏଯାଏ ଫୁଲ ଫେଜ ରେ ଆସିନି, ବୁଝିଲେ କି? ଏମିତି ଅପଡେସନ ନାଇଁ ଚାଲିଥିବ। ହଁ ଏଇଟା ଏମିତି କଣ ବନ୍ଦ ହେଇଯିବାର ଅଛି କି? କୋଉଟା ଏୟାର ଏଇ ଡ୍ରପ ଟା? ଯୋଉ ବର୍ତ୍ତମାନ ହଁ ନାଇଁ ନାଇଁ ଏୟାର ଡ୍ରପ ଟା ବନ୍ଦ ହବନି। ଏବେ ତାଙ୍କ ମିଟିଂରେ କଣ ମୁଁ ଶୁଣିଥିଲି ଏଇଟା ବନ୍ଦ ହେଇଯିବାର ଅଛି ବୋଲି। ନା ନା ସେଟା କେତେବେଳେ କିଛି ବନ୍ଦ ଆନାଉନ୍ସମେଣ୍ଟ ହେଇଯାଇପାରେ ହେଇନି। ବୋଲି କହୁଛି। ନା ନା ପାରେ ଅଛ ନାହିଁ, କମ୍ପାନୀ ତ କହିଛି କି ସମସ୍ତଙ୍କୁ ଏୟାର ଡ୍ରପ ଦବ ବୋଲି, ଆଉ ଏଇ ଯାଏଁ ଏୟାର ଡ୍ରପ ର କିଛି ଆନାଉନ୍ସମେଣ୍ଟ ହିଁ ନାହିଁ। ଏୟାର ଡ୍ରପ ନବାର ସେ ଗୋଟିଏ ବାଟ, ୱାଲେଟ କନେକ୍ଟ କରି ନବାକୁ ପଡିବ, ଆଉ ବାଟ କିଛି ନାହିଁ। ଆଉ ବାଟ କିଛି ନାହିଁ। ସେକେଣ୍ଡ ଷ୍ଟେଜ ରେ ତମର ସେ ଯୋଉ ସେକେଣ୍ଡ ଷ୍ଟେଜ ରେ ତମର କଣ ଦବ, ଏବେ ଡେଭଲପମେଣ୍ଟ ରେ ଯାହା ହବ, ମୁଁ ଗୋଟେ ଭିଡିଓ ଦେଖୁଥିଲି, ସେ ଲର୍ଣ୍ଣିଂ ପର୍ପୋଜ ଲର୍ଣ୍ଣିଂ ରେ ଗୋଟେ ଭିଡିଓ ଥିବ ଦେଖ, ତମେ ଯେତେବେଳେ ହଁ ଟ୍ରେଜର ଏନଏଫଟି ଲଗଇନ, ଟ୍ରେଜର ଫଣ୍ଡ ଯେତେବେଳେ ଲଗଇନ କରିବ, ଲର୍ଣ୍ଣିଂ ଭିଡିଓଜ ହଁ ଗୋଟେ ଥିବ, ଲର୍ଣ୍ଣିଂ ଭିଡିଓଜ ରେ ଗୋଟେ ଦେଖିଥିବ ୱାଲେଟ କନେକ୍ଟ ରେ ଗୋଟେ ଭିଡିଓ ଥିବ ହେଲା। ସେ ୱାଲେଟ ହୁଁ କନେକ୍ଟ ରେ ଭିଡିଓ ଟା କୋଉଠି ଅଛି ଦେଖ, ୱାଲେଟ କନେକ୍ଟ ରେ ଭିଡିଓ ଯେତେବେଳେ ପ୍ଲେ କରିବ ଦେଖିବ, ହୁଁ ଯୋଉଠି ତମେ ଗୁଗଲ ବଣ୍ଡିଙ୍ଗ କରୁଛ ସେଇଠି ଗୋଟେ ଆଇକନ ଟେ ରହିବ ୱାଲେଟ କନେକ୍ଟ ବୋଲି। ଓହୋ ହଁ ୱାଲେଟ ବଣ୍ଡିଙ୍ଗ ବୋଲି ସେଇଠି ଗୋଟେ ଆଇକନ ଟେ ଆସିଯିବ। ତାଙ୍କର ସବୁ ଡେଭଲପମେଣ୍ଟ ଚାଲିଛି, ଏଯାଏଁ ଫୁଲ ଫେଜ ରେ କମ୍ପ୍ଲିଟ ହେଇନି। ଓକେ ଓକେ। ଆଉ ୟାର ପ୍ରି ସେଲ ର ଫାଷ୍ଟ ଷ୍ଟେଜ ସରିଲା, ସେକେଣ୍ଡ ଷ୍ଟେଜ ଟା ସେ କେତେ ଡଲର ରୁ 0.008 ଆନାଉନ୍ସ କରିଥିଲେ, ବଟ ଏ ଯାଏଁ ପ୍ରି ସେଲ ଟାକୁ ସେ ଇଏ ଓପନ କରିନାହାନ୍ତି ସେକେଣ୍ଡ ଷ୍ଟେଜ ର ହେଲା। ଟ୍ରେଜର ଚେନ ରେ ମୁଁ ସ୍କ୍ରିନ୍ ଟା ସେୟାର କରୁଛି। ଏବେ ପୁରୁଣା ଟା ଯାହା ଥିଲା ସେଇଆ ଅଛି ନା? ନାଇଁ ଆମେ ଟୋକନ ଏବେ ପ୍ରି ସେଲ ରୁ କିଣି ପାରୁନେ, କାରଣ ସେ କିଣିପାରୁନି? ଯାଏଁ ରେଟ୍ ଟା ଫାଇନାଲ କରିକି ସେଟାକୁ ଆନାଉନ୍ସ କରିବେ। ହଁ ଦେଖି ଫାଷ୍ଟ ଯୋଉ ଥିଲା ଆଇ ତାର 0.004 ଥିଲା, ଏବେ ଏଇଟାକୁ ଲକ୍ କରିଛନ୍ତି। ସେ ରେଟ୍ ଟା ଆନାଉନ୍ସ କରିକି ରାତି ଭିତରେ ଓପନ କରିଦେବେ, କଣ କରିବେ ଆଉ। ଆଚ୍ଛା 0.8 ଯଦି ହବ, ତାହେଲେ ଆମକୁ ସେ 12,500 ରହିବ ନା ତାର କମିବ? ସେଟା ଦେଖିବାକୁ ପଡିବ। ଯଦି ୟାଡେ ଡବଲ ହଉଛି, ସିଆଡେ ଡବଲ ପାଉଛ ନା ତମେ? ହଁ ବୁଝଛ ନା ନାଇଁ, ଡବଲ ପାଉଛ, ଡବଲ ଦେବାରେ କଣ ଅଛି। ହୁଁ ହୁଁ ହଁ ଏଇଟା କେବଳ ଗ୍ୟାସ୍ ଫି ପାଇଁ କରିଛି ଆଉ। ଗ୍ୟାସ୍ ଫି ପାଇଁ କରିଛି। ଆଉ ଆର କିଛି ବାଲାନ୍ସ ରହିଲେ ମଧ୍ୟ ଆର କିଛି ଆଉ ବେନିଫିଟ ନାହିଁ, ସେଟା ଖାଲି ରହିବ ପେଣ୍ଡିଂ ହେଇକି ରହିବ ଆଉ।
ୱାଲେଟରେ। ଏଇ ଯୋଉ ଲକ୍ ଟା ଦେଖିଛନ୍ତି ଏଇଟା କଣ ଏ ଲକ୍ ଟା? ଏ ଲକ୍ ଟା ଏ ଯାଏ ଟ୍ରେଜର ଚେନ୍ ର ସେକେଣ୍ଡ ଷ୍ଟେଜ ଟା ଓପନ ହେଇନି। ଫାର୍ଷ୍ଟ ଷ୍ଟେଜ ଟା ସରିଲା ୟାର ପ୍ରି ସେଲ ର ଫାର୍ଷ୍ଟ ଷ୍ଟେଜ ସରିଲା। ଏବେ ସେକେଣ୍ଡ ଷ୍ଟେଜ ଟା ଓକେ। ଷ୍ଟାର୍ଟ ହବ। ସେକେଣ୍ଡରେ ଯେ ଆମେ ଯୋଉ ଫାର୍ଷ୍ଟ ଏଇଟା ବର୍ତ୍ତମାନ କରୁଛେ ଆମେ ଯୋଉ $30 ଧର କରୁଥିଲେ ଏଇଟା $30 ଆଉ ହବନି। ଦେଖିଆ ଯଦି ସେ 0.004 ଦେଲା ତାହେଲେ ହବ। ଯଦି ଓକେ ଓକେ 0.004 ନ ଦେଇକି 0.008 ଦେଲା ତାହେଲେ $60 ଲାଗିବ। ଓକେ। ବୁଝିପାରୁଛ? ଆପଣଙ୍କର ଏବେ ଆ ଭିତରେ ଷ୍ଟଡି କରିବାଟା ଯୋଉ ଏ ଛୋଟ ୟୁଜର ପାଇଁ କଣ ଆର ସଲ୍ୟୁସନ କଣ ବାହାରିବ? କାର? ବଡ ୟୁଜର ଯୋଉମାନେ 1500 2000 ଅଭାବ ଅଛି ହଁ ସେମାନେ ତ ଜାଣିଲେ ଏଇ ଟାଇପ ର କରିବେ। ସେ ଟପିକ ଉପରକୁ ମୁଁ ଆସୁଛି। ଏବେ ଦେଖ ହଁ ଗୋଟେ ତ ମୁଁ ପଳେଇଲି କି ହଁ ଯାହାର ହଁ ଲକ୍ ଏବେ ଅଛି ଏବେ ବଡ ଆଡୁ ହେଲେ ଏବେ ଛୋଟ ଆଡୁ ଟିକେ ଯାଆନ୍ତୁ। ଛୋଟ ଆଡୁ ଯିବା ଏବେ ହେଲା। ଆଜ୍ଞା ଆଜ୍ଞା। ହୁଁ। କାହିଁକିନା ତଳ ଠାରୁ ନେଇକିରି ଉପରକୁ ଯାଆନ୍ତି ଲୋକ ବିଜନେସ ଯେତେବେଳେ ବଢେ ତଳ ଲେବୁଲ ରୁ ବଢେ। ଏବେ ବର୍ତ୍ତମାନ ଆର କଣ ସଲ୍ୟୁସନ କଣ ଆମେ ଆଗକୁ ହବ ବୋଲି ହଁ ହଁ ସେ ଭାବୁଛେ କି ଉପରକୁ କଣ? ଆଉଛି ଦେଖ। ଆମର ଯେତେବେଳେ ଟ୍ରେଜର ଏନଏଫଟି ୱିଡ୍ର ଷ୍ଟପ୍ କଲା ସେତେବେଳେ ଆମର ବହୁତ ସାରା ମାସେ 2 ମାସ ତଳେ ବହୁତ ସାରା ନ୍ୟୁ ୟୁଜର ଜଏନ ହେଇଗଲେ। ନ୍ୟୁ ୟୁଜର ଜଏନ ହେବା ପରେ ହୁଁ ଯାହା ଆକାଉଣ୍ଟରେ କି 150 100 କାର 50 କାର 75 ଏମିତି ପଡିକି ଅଛି। ହୁଁ ଯୋଉଟା କି ଷ୍ଟେକ ରେ ଲକ୍ ହେଇଯାଇଛି। ହୁଁ ଷ୍ଟେକ ରେ ଲକ୍ ହେଇଯାଇଛି ହେଲା। ତ ହୁଁ ଏବେ ମୁଁ ଗୋଟେ ଏକ୍ଜାମ୍ପଲ ଦେବି ମାନେ କୋଉଟା ଭଲ ହବ ତମ ମାନେ କହିବ ହେଲା। ଭାବ ମୁଁ ଏ 150 ଟାକୁ ଅନଲକ୍ କରିବି। ଏ 150 ଷ୍ଟେକ୍ ଟାକୁ ଅନଲକ୍ କରିବି। ତା ପାଇଁ ମତେ ଗ୍ୟାସ୍ ଫି କେତେ ଦେବାକୁ ପଡିବ? 12,500 ଏଇ 12,500। 12,500। ଯୋଉଟାର ଦାମ ହଉଛି 50 USDT। ହୁଁ ଠିକ ଅଛି। ହୁଁ ଯଦି ମୁଁ ଏଟାକୁ ଅନଲକ୍ କରିବି ତାହେଲେ 150 ର ମତେ କେତେ ଆସିବ? 1% ଡେଲି ଆସିବ। ହଁ କି ନାଇଁ? ହୁଁ ହୁଁ ନାଇଁ ଆପଣ 150 କୁ ପଳଉଛନ୍ତି ବା 150 କାହିଁ ଯାଉଛନ୍ତି ଆପଣ 50 କୁ ହିସାବ କରି ଯାଆନ୍ତୁ। ନା ନା ଗୋଟେ ନା 23 ହିସାବ ତାରିଖରେ କରି ଷ୍ଟେକ୍ କହୁଛି ମୁଁ ଷ୍ଟେକ୍ କହୁଛି ଶୁଣ। ନାଇଁ ଷ୍ଟେକ୍ କଥା ଯେ କିନ୍ତୁ ଗୋଟେ ଲୋକ ଷ୍ଟେକ୍ ବର୍ତ୍ତମାନ ସିଏ 20 ତାରିଖ 22 ତାରିଖରେ ଜଏନ କରିଥିଲା $50 ରେ। ହଁ ଯଦି ଏ 150 ଟା ହବ ଏଇ ନାଇଁ ଶୁଣ ଯଦି 150 ଟା ହଉନି ଏଲିଜିବୁଲ ହଉନି ତାହେଲେ 50 60 ଆଡେ ତ ଏଲିଜିବୁଲ ହବନି ନା ସେଥିପାଇଁ ମୁଁ 150 ଧରିଲି ହେଲା। ହୁଁ ହୁଁ ତ ଦିନକୁ ସେ କମେଇଲା ଟଙ୍କେ 1.5 ହେଲା। ହୁଁ ଯୋଉଟା ହୁଁ ଟୋକନ ଆକାରରେ ହବ କେତେ? 1.5 ଡିଭାଇଡେଡ୍ ବାଇ 0.004 ଚାରିଟା ଜିରୋ ତିନିଟା ଜିରୋ 250 ହବ ବୋଧେ 375 ଟୋକନ ହେଲା। ଯଦି ଦିନକୁ। ମାସ ହଁ ଦିନକୁ ଯଦି ମାସ ହିସାବ ବି ହୁଁ କରିବ ସେ ହୁଁ କେତେ ହଉଛି 11,250 ଯୋଉଟା କି ତାର ହୁଁ ଗ୍ୟାସ୍ ଫି ବି ବାହାରୁନି। ହୁଁ ବୁଝିପାରିଲ ତ ସେ ହୁଁ ଷ୍ଟେକ୍ ଟାକୁ ଆକ୍ଟିଭ କରିବାଟା କିଛି ଦରକାର ପଡୁନାହିଁ। ବରଂ ହୁଁ ତାର ଇଏ ଯୋଉ ଲକ୍ ହେଇକି ଅଛି 150 150 ଯାହାବି କି 200 ହୁଁ 200 150 150 ବିଲୋ 200 ଯୋଉମାନେ ଅଛନ୍ତି ହେଲା। ହୁଁ ଏସବୁ ଯଦି ତାର ଲକ୍ ହେଇକି ଅଛି ସେ ଲକ୍ ହେଇକି ହି ଥାଉ ଯୋଉ ଯାଏଁ କମ୍ପାନୀ ସ୍ପାକ୍ ଲିଷ୍ଟିଂ ହଉନି। ଆଉ ସେ ହୁଁ 12,500 ଦେଇକି ତାର ଗ୍ୟାସ୍ ଫି ଟା ନେଇଥାନ୍ତା ସେ $50 ଟା ସେ ମେନ୍ ୱାଲେଟ ରେ ରଖିଦଉ। ୱାଲେଟ ରେ ହୁଁ $50 ଆଡ କରିଦଉ USDT ସେମ ସେ ରିଜର୍ଭେସନ ବଗେରା ଷ୍ଟାର୍ଟ କରୁ। ହୁଁ ରିଜର୍ଭେସନ ଷ୍ଟାର୍ଟ କଲେ ଏବେ ମାର୍କେଟ ପୁରା ଭଲ ଅଛି। ରିଜର୍ଭେସନ ରେ ଦିନକୁ କେତେ ପାଇବ ସେ? 0.9 ଆସିବ ତ। ନାଇଁ ବଢି ଇଏ ହେଇଯାଉଛି ନା ମାର୍କେଟ ଏଟା କଣ କମ୍ପାଉଣ୍ଡିଂ ନା ବୁଝୁଛ ନା ନାଇଁ। କମ୍ପାଉଣ୍ଡ ଏଇଟା। ହଁ କମ୍ପାଉଣ୍ଡିଂ ଟା ତ ସେଇ ହିସାବରେ ସେ ଯାହା ହେଲେ ବି 40 ଦିନରେ $100 ପହଞ୍ଚିଯିବ। ହୁଁ ହେଲା 40 ଦିନରେ $100 ପହଞ୍ଚିଗଲା ପରେ ତାପରେ ୱିଡ୍ର ମାରିବ 50 ପୁଣି ଇଏ କରି ହୁଁ ଯେମିତି ରିଫ୍ରେଶ ଆଉ କହନ୍ତି ପୁରା ସେ ରିଫ୍ରେଶ ହେଇଗଲା। ତାପରେ ଯେବେ ସେ ଷ୍ଟେକ୍ ଟାକୁ ସ୍ପାକ୍ ଲିଷ୍ଟିଂ କରିକି ଏଟାକୁ ଓପନ କରିଦେଲା ଏଇ 200 ଟା ହୁଁ ତାର ଅଛି ଅଲରେଡି ସେଟା ସେ ୱିଡ୍ର ମାରିବ। ହୁଁ ହଁ ଯେତେବେଳେ ଓପନ ହେଇଗଲା ସେତେବେଳେ ୱିଡ୍ରଲ୍ କରିବ ସେଇଟା ଠିକ ଅଛି। ହଁ
କିନ୍ତୁ ଆଉ ଯେତେବେଳେ ଯେପର୍ଯ୍ୟନ୍ତ ଓପନ ନ ହେଇଛି ସେ 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 ତାର ମେନ୍ ବାଲା ରିଇନଭେଷ୍ଟମେଣ୍ଟ ଆଉ ମେନ୍ ବାଲା ଏ ଯୋଉ 50 ନ୍ୟୁଲି ଆଗରୁ ହଁ ଏଟା ରିଇନଭେଷ୍ଟମେଣ୍ଟ ହବ ଆଉ ରିଇନଭେଷ୍ଟମେଣ୍ଟ ହବ 50 ସେଇ ସେ ଗ୍ୟାସ୍ ଫିଟା ଯୋଉ ଆମେ କରୁଛେ ସେଟା ବି ରିଇନଭେଷ୍ଟମେଣ୍ଟ ନା ହଁ ହଁ ଇନଡାଇରେକ୍ଟଲି ସେଟା ରିଇନଭେଷ୍ଟମେଣ୍ଟ ନା ହଁ ହଁ ରିଇନଭେଷ୍ଟମେଣ୍ଟ ହେଲା ତ ଗ୍ୟାସ୍ ଫି ସେ ଟୋକନ ନ କିଣିକି 50ଟା ରଖିଦବ ରିଜର୍ଭେସନ ପାଇଁ ବୁଝିଲେ କି? ତ ହଁ ସିଏ ଠିକ ତାର ଠିକ ଅଛି ଡାଉନ ଲାଇନ କିନ୍ତୁ ଯଦି ନୂଆ ପିଲା ଯଦି ଏଣ୍ଟ୍ରି କରାଇବ ତାହେଲେ ସିଏ ବି 7,500 ପାଇବ। ହଁ 7,500 ପାଇବ। ହୁଁ। ନୂଆ ପିଲା ଏଣ୍ଟ୍ରି ଏବେ କଲା ନୂଆ ତାର କିଛି ଲାଭ କିଛି ହବନି। ଶୁଣ ମୁଁ କହୁଛି ହଁ ଏବେ କହୁଛି ତ ଯଦି ସେ ନୂଆ ପିଲା ଏଣ୍ଟ୍ରି କରେଇଲା ହଁ ନୂଆ ହୁଁ ପିଲା ଯଦି ଏଣ୍ଟ୍ରି କରେଇଲା ଯଦି ନୂଆ ପିଲା $50 ଦେଇକି ଜଏନ ହେଲା ଆକୁ ହୁଁ ଟୋକନ ମିଳିଲା କେତେ 7,500 ଟୋକନ ମିଳିଲା ହଁ ଯଦି $100 ଦେଇକି ଜଏନ କଲା ଆକୁ ମିଳିଲା କେତେ $15,000 $15,000 ଟୋକନ ହୁଁ ହୁଁ କ୍ଲିୟର ଏମିତି ଯଦି ସେ ଦିଟା ପିଲା ଜଏନ କରିଦଉଛି କେତେ ହଉଛି ଏଇଟା 15,000 ହେଇଯାଉଛି ହୁଁ ଆଉ ଏମିତି ଗୋଟେ ପିଲା ଜଏନ କଲେ ବି ଏଇଟା 15,000 ହେଉଛି ଏ ହୁଁ ହୁଁ 15,000 ଟାକୁ ସେ ମେନ୍ ୱାଲେଟକୁ ଆମର ମେନ୍ ୱାଲେଟକୁ କେତେ ଯିବା ପାଇଁ ଏଲିଜିବଲ ଅଛି 11,000 ସରି 13,125 ଟୋକନ ହେଲା ମାନେ ହୁଁ ଆମେ ମେନ୍ ୱାଲେଟକୁ ନେଇପାରିବା ଯୋଉଟା କି ହଉଛି ହୁଁ ଆମର 50 USDT ହୁଁ ଠିକ ଅଛି ତ ଏ 15,000 ଟା ତାର ହେଇଯାଇଛି ଏଇଠି 15,000 ହେଇଗଲା ସେ ମେନ୍ ୱାଲେଟକୁ ନେଇଗଲା ସିଆଡେ 50 ଥିଲା ପୁଣି 50 ଆଡ ହେଇଗଲା ଏମିତି ମଧ୍ୟ ସେ କମ୍ପାଉଣ୍ଡିଂ କରିପାରିବ ଆଚ୍ଛା ଆଚ୍ଛା ବୁଝିଲେ କି? ଏବେ ଏବେ ଯାହାର 5,000 ଯିଏ ପକେଇ ଜଏନ ହେଇଥିଲେ ଟ୍ରେଜର ଏନଏଫଟି ରେ ହୁଁ ବର୍ତ୍ତମାନ ସେ ଯଦି ରିଜଏନିଂ ଏବେ ହେଲା ଭଳିଆ ତାକୁ ଲାଗିବ ମାନେ ଯଦି ରିଓପନ କଲା ଟ୍ରେଜରୀ ଫଣ୍ଡ କୁ ତାହେଲେ ସେ ଦେବାକୁ ପଡିବ 8,000 ଟଙ୍କା। 8,000 କାହିଁ ଦବ 5,000 ଦେଇକି ଏଥିରେ ହେଲେ ଜଏନ ଆଳୁ ହବ କଣ ଗୋଟେ ପକେଇଦେଲୁ ହେଲା 5,000 ଦେଇକି ଜଏନ ହବ ତାର 5,000 ଟୋକନ ଅଲରେଡି ଥିବ ସେ 50 USDT ଦେଇକି ତାର ନୂଆ ସେଇ ଆକାଉଣ୍ଟରେ 50 USDT ଦେଇକି ଯେମିତି ରିଜର୍ଭେସନ ନେବା କଥା ସେମିତି ନବ ଆଉ ଟୋକନ କନଭର୍ଟ କରିବନି ହେଲା ହଁ ଆଉ ସେଟା ଯଦି ଟୋକନ ରେଟ୍ ଅବଶ୍ୟ ବଢିଲା ହେଲେ ତାକୁ ରେଟ୍ ନାଇଁ ବଢିକି ନାଇଁ ଦେବାକୁ ପଡିବ। ରେଟ୍ ଅବଶ୍ୟ ବଢିଲା ଗୋଟେ ହେଲେ ତାକୁ କଥା ଯେ ବଢେଇବ ହ୍ୟାଲୋ ହଁ ହ୍ୟାଲୋ ହଁ କୁହନ୍ତୁ ଅବଶ୍ୟ ଗୋଟେ କଥା ଯେ କିନ୍ତୁ ଆମେ ଏଇଟା ପଜିଟିଭରେ କଥା ହଉଛେ ବୁଝିଲେ ହଁ ଯଦି ନେଗେଟିଭ ପଏଣ୍ଟ ଧରିବା ସେ ଲୋକ କଣ କରିବ କି ଏଇଟା ଗୋଟେ ଚିନ୍ତା ହଁ ନେଗେଟିଭ ରୋଲ ଯଦି ଧରିବା ଆମେ କି ନେଗେଟିଭ ତାହେଲେ ରୋଲ ସେ ଏମିତି ଧରିବା କରିବନି ତାକୁ କାହିଁକି ନା ସେ ଦେଇଛି କହିବ ମୁଁ $50 ଦେଇଛି ମୁଁ $5 ପାଇଲି ଯଦି ନେଗେଟିଭ ରୋଲ ପ୍ଲେ ହବ ହେଲେ ସେ ସ୍ପାର୍କ ଲିଷ୍ଟିଂ ଯାଏ ହୁଁ ୱେଟ କରିବ ହଁ ଏଇଟା ହିଁ କଥା ତାକୁ କହିବାକୁ ପଡିବ ତୁ ୱେଟ କର ବର୍ତ୍ତମାନ ଓପନ ହଉ ଯେବେ ବି ମାସେ ଲାଗୁ 6 ମାସ ଲାଗୁ 3 ମାସ ଲାଗୁ ତୋର ସ୍ପାର୍କ ରିକଭରି ଲିଷ୍ଟିଂ ଯାଏ ହବ ୱେଟ ହଁ ସ୍ପାର୍କ ଲିଷ୍ଟିଂ ହେଲା ଏଇଟା ୱେଟିଂ ହଉଛି ହୁଁ ଆଉ ଏଇଟା ଗୋଟେ ଜିନିଷ ମୁଁ ବୁଝିବାକୁ ଚାହୁଁଛି ଏଇ ଯୋଉ ଟୋକନ ଟା କଣ ଟ୍ରାନ୍ସଫର ହେଇପାରିବ ନାଇଁ ତମେ ରିଜର୍ଭେସନ ନେଲା ପରେ ରିଜର୍ଭେସନ ହୁଁ ଆମାଉଣ୍ଟ ଟା ତମେ ଟ୍ରାନ୍ସଫର କରିପାରିବ USDT ଟା ଯଦି ଆମେ ଡାଇରେକ୍ଟ ହଁ ବର୍ତ୍ତମାନ ଯେମିତି ଆଗରୁ ଉଡାଲ ହଉଥିବ ସେମିତି ହବ ହଁ ତମେ ଆଚ୍ଛା ଟ୍ରାନ୍ସଫର ନାଇଁ କରିପାରିବ ଆଗରୁ ତମର USDT ଏତେ ଆଉ ଗୋଟେ ଆକାଉଣ୍ଟକୁ ତମେ ଟ୍ରାନ୍ସଫର କରିପାରିବ ଡାଇରେକ୍ଟ ଏବେ ଯୋଉ ଓହୋ 12,500 ସେକେଣ୍ଡ ଷ୍ଟେଜ ରେ ଆମେ ମାଇନସ କରିକି ୱିଡ୍ରଲ୍ ମାରିବା କହୁଛେ ସେଠି ସେ ଟୋକନ ଟାକୁ ମୁଁ ରିସିଭ କନସେପ୍ଟ କରିବ ସେକେଣ୍ଡ ଷ୍ଟେଜ ରେ ଶୁଣ ଯେତେବେଳେ ତମେ ରିଜର୍ଭେସନ ନଉଛ ହଁ $50 ତମେ ରିଜର୍ଭେସନ ନେଲ ସେ ବୁଲୁଛି $50 ପୁରା ନେଇଯାଉଛି ପ୍ରଫିଟ ତମର ଆସୁଛି 0.9 ହେଲା ହୁଁ ଏଇ 0.9 ଟାକୁ ତମେ ଆଉ ଜଣଙ୍କୁ ସେଠି ଗୋଟେ ଦିଟା ଅପସନ ଆସୁଛି ଗୋଟେ ଆସୁଛି ସେଲ ଆଉ ଗୋଟେ ଆସୁଛି ଟ୍ରାନ୍ସଫର ଆସିଥିଲା ଟ୍ରେଜରୀ ଏନଏଫଟି ରେ ହଁ ଟ୍ରାନ୍ସଫର ଆସୁଥିଲା ହେଲା ଏବେ ବି ଏଇଥିରେ ଟ୍ରେଜର ଫଣ୍ଡ ରେ ବି ଆସୁଛି ତ ଟ୍ରାନ୍ସଫର ମାରିଲା ନାଇଁ ମାନେ ଟ୍ରେଜର ଫଣ୍ଡରେ ଆସୁଛି ଯୋଉ ରିଜର୍ଭ ଟା ଖାଲି ଯାଇପାରିବ ନା ନାଇଁ ବାଲାନ୍ସ ବି ଯାଇପାରିବ ଏଇ ପ୍ରଫିଟ ଟା 0.9 ପ୍ରଫିଟ ଟା ନାଇଁ ଆଜିର ପ୍ରଫିଟ ଟା ଧର ଆମେ ନେଇଯାଇ ପାରିବା କିନ୍ତୁ ଆଉ ଯୋଉଟା ଆଗରୁ ରହିଛି ଯୋଉଟା ସେଇଟା ନେଇପାରିବା ନାହିଁ ସେଇଟା ନେଇପାରିବ ନାହିଁ ଓହୋ ହେଲେ ପ୍ରତିଦିନ ନେଇ କରିବାକୁ ତଥାପି ପଡିବ ଗୋଟେ ଡେମୋ କଲା ପରେ ଆମେ ଜାଣିପାରିବା ଗୋଟେ ମୁଁ ଡେମୋ କରିଦିଏ ତାପରେ ତମକୁ ଭିଡିଓ କରି ପଠେଇବି ହେଲା ଠିକ ଅଛି ହଉ ହଁ ବର୍ତ୍ତମାନ ଲେବୁଲ ଆଉ କିଛି ନାହିଁ ଲେବୁଲ 1 2 କିଛି ନାହିଁ ହଁ ବର୍ତ୍ତମାନ କିଛି ନାହିଁ ମାସେ ପରେ ହେଇଯିବ ହେଲା ହଁ ହବ ଆଉ ସେଟା ସବୁ ମେନ୍ ୱାଲେଟ ବାଲାନ୍ସରେ ରହିଲେ ସେତିକି 500 2,000 ସେମିତି ରହିଲେ ଆଉ ହଁ କମ୍ୟୁନିଟି ରହିଲେ ରହିଲା ଆଉ ବାସ୍ ବାସ୍
ଏବେ ଏବେ ସେଇଟା ଠିକ କଥା କହିଲେ। ଏବେ ମୋ ଆଇଡିଟାରେ ମୁଁ ବର୍ତ୍ତମାନ ରିଜର୍ଭେସନ କରୁନି କି ମୋର ବାଲାନ୍ସ ନାହିଁ ହେଲା। ହଁ ହଁ ମୋର ତ ପଳେଇଛି ଚେକିଂ। ମୋ ଡାଉନଲାଇନ ଯଦି ବର୍ତ୍ତମାନ ମାନେ ଚେକିଂ କରୁଛନ୍ତି ଏ ଯୋଉ ରିଜର୍ଭେସନ କରୁଛନ୍ତି ତାହେଲେ ମତେ ତାର ଇନକମ୍ ବାଲାନ୍ସ ଟା ଆସିବ। ହଁ ଆସିବ। ଆପଣ କନଫର୍ମ ହେଲେଣି? ହଁ କନଫର୍ମ ହେଲାଣି, ଡେମୋ ସରିଲାଣି, ସବୁ ସରିଲାଣି। ମାନେ ଆପଣଙ୍କର କିଛି ନାହିଁ, ଆପଣ ଜିରୋ ଅଛି, ଆପଣ ଜିରୋ ଅଛି, ଡାଉନଲାଇନ ହଁ ଲୋକ ହଁ ରିଜର୍ଭ। ହଁ ହଁ ତମର ଜିରୋ ଥାଉ। ତମ ଡାଉନଲାଇନ ଯଦି ହୁଁ 85 USDT ରେ ରିଜର୍ଭେସନ ହେଲା, ତମେ ଯଦି ଲେବଲ 2 ରେ ଅଛ, ଲେବଲ 2 ରେ ତାହେଲେ କମିଶନ ଆସିଲା ଥୁଆ। ହଁ ସେ ଲେବୁଲ 2 କଥା ପଡିଛି। ହଁ କମିଶନ ଆସିଲା ଥୁଆ। ଓକେ ଆଚ୍ଛା ଠିକ ଅଛି। ହେଲା। ଆଜ୍ଞା ଆଜ୍ଞା। ଆଉ କୁହ, ଆଉ କଣ ଏବେ ଆଉ ପ୍ଲାନିଂ ବର୍ତ୍ତମାନ ଚାଲିଛି? ଆଉ କେହି ଉଡାଲ ଫୁଡାଲ କଲେଣି କି ଆପଣ ଜାଣିବା ଭିତରେ? ନାଇଁ ଚିନ୍ମୟ ଜଣେ ସେ ୱିଡ୍ର ମାରିଛନ୍ତି, ସେ ସ୍କ୍ରିନଶଟ ଆଜି ଦେଇଥିଲେ, ତାଙ୍କର 4ଟା ଆକାଉଣ୍ଟରୁ ୱିଡ୍ର ଆସିଛି, 4ଟା ଆକାଉଣ୍ଟରୁ। ହଁ ଆଉ ଗୋଟେ ଇଏ କରୁଥିଲେ, ଆମେ ଯୋଉ ଦଉଥିଲେ ଆଡ୍ରେସ ଗୁଡା ତ କଟି କଟି ଯାଇଛି। ହଁ ସେଟା ଆଡ୍ରେସ ଆମେ ଯୋଉ ଦଉଥିଲେ, ହଁ ସେଟା ପୁଣି ଲିଙ୍କ ଆମେ କରିବାକୁ ପଡିବ। ବାଇନାସର ଦେଇଥିଲେ, ବାଇନାସର ଦିଆଯାଇଥିଲା। ହଁ ହଁ ଏବେ ଆମେ ବାଇନାସର ନ ଦେଇ ଟ୍ରଷ୍ଟ ୱାଲେଟରେ ଦବା, ହବ ନା ନାଇଁ? ହବ। ହବ ତ? ହଁ ହଁ ଏବେ ବି କର କି ଯେବେ ତମର ଇଚ୍ଛା ତମେ ୱାଲେଟ ଚେଞ୍ଜ କର, ସେ ୱାଲେଟରେ ଆଡ୍ରେସ ଦିଅ। ଯେବେ ଯାହାର ଇଚ୍ଛା ଯୋଉ ଆଡ୍ରେସ ଟା ଦଉଛି ଦଉ, କିଛି ଅସୁବିଧା ନାହିଁ। ଆଉ ଗୋଟେ ପଏଣ୍ଟ ସେଦିନ ପଚାରିଥିଲି ମୁଁ ଆପଣଙ୍କୁ, ଯଦି ସେ ଯୋଉ ଆମର ଝିଅ କେସ୍ ଟା କହିଥିଲି, ଧର ତାର ଦରକାର ପଡିଲେ କଣ ଅଲଗା ମୋବାଇଲ କି ଟ୍ରାନ୍ସଫର କରିକି ଆମେ ସେଟା କରିପାରିବା? ଆଉ ହଁ ତାର ଏବେ ବର୍ତ୍ତମାନ ଗୁଗୁଲ ଅଥେଣ୍ଟିକେଟ ହଉନଥିଲା, ହେଇଯାଇଛି। ବାସ୍। ଏଇଟା ଅଲଗା ମୋବାଇଲ କେମିତି ଟ୍ରାନ୍ସଫର କରିବା, କେମିତି ବର୍ତ୍ତମାନ ତାର ୱାଲେଟ ଏରିଆ ଦେଇହବ ତ? ସବୁ ଦେଇହବ। ସେଇ ଯୋଉ ମୋବାଇଲ କୁ ଟ୍ରାନ୍ସଫର କରିବ, ସେଇ ମୋବାଇଲ ରେ ତାର ଜିମେଲ ଟା ଲଗ ଇନ କରିବାର ଅଛି। ନାଇଁ ସେ ଜିମେଲ ଟା କରିବାନି, ଆଉ ଗୋଟେ ଜିମେଲ କଲେ ହବ ତ? ହଁ ଫାଷ୍ଟ ଇନିସିଆଲି କଣ କରିବ, ତମେ ୟୁଜର ହୁଁ ସେଟିଂ କୁ ଯାଇକି ୟୁଜର ସେଟିଂ କୁ ହୁଁ ଯିବ। ୟୁଜର ସେଟିଂ ହୁଁ ଯାଇକି ସେଠି ଯୋଉ ମେଲ ଆଇଡି ଟା ଅଛି, ସେ ମେଲ ଆଇଡି ଟା ଓଟିପି ଦେଇକି ଚେଞ୍ଜ କରିଦବ। ଓହୋ ହୋ। ସେ ମେଲ ଆଇଡି ସେଇଠୁ ଚେଞ୍ଜ କଲା ପରେ ନେକ୍ସଟ ତମେ ନୂଆ ମେଲ ଆଇଡିରେ କରିପାରିବ କାମ। ନାଇଁ ବର୍ତ୍ତମାନ ସେଇଟା ସେ ଯୋଉ ଝିଅର ଯୋଉ ମୋବାଇଲ ଟା ଥିଲା, ତାର ଯୋଉ ମେଲ ଆଇଡି ଟା ସେଇଟା ମିସେସ ମୋବାଇଲ ରେ ବି ଲଗଇନ ଅଛି, ତା ମୋବାଇଲ ରେ ବି ଲଗଇନ ଅଛି। ଠିକ ଅଛି, ମେଲ ଆଇଡି ଚେଞ୍ଜ କରିକି ତମେ ଇଏ କରିପାରିବ କାମ, କିଛି ଅସୁବିଧା ନାହିଁ। ନାଇଁ ପୁଣି ଚେଞ୍ଜ କାହିଁକି? ମୁଁ ପଏଣ୍ଟ ଟା ମୋର ବୁଝିପାରିଲିନି। ସେ ମେଲ ଟା ଦି ଜାଗାରେ ଲଗଇନ ଅଛି, ତାମାନେ ଏଇଠି ହେଇପାରିବ? ହେଇପାରିବ, ଟ୍ରାଏ କରୁନ, ଆରାମସେ ହବ। ମୁଁ କରିନି ତମେ ପ୍ରାୟ, ଯଦି ସେଗୁଟା ତମେ ଯଦି କରିବା ଟିକେ ଆଉ। ଗୁଗଲ ଅଥେଣ୍ଟିକେଟର ଡାଉନଲୋଡ କରିବ, ଦେଖିବ କୋଡ ଟା ଅଟୋମେଟିକ ଏଇଠି ଶୋ ହବ। ହବ? ହଁ ହଁ। ଓହୋ ହୋ। ହଉ ତାହେଲେ ଦେଖିବା। ଆଉ କାହାର କଣ ପଚାରିବାର ଅଛି? କିଛି ଡାଉଟ ପଚାରିବାର ଅଛି ହେଲେ କୁହ। ଆଜି କେତେ ମିଟିଂ ରେ ଅଛନ୍ତି ଲୋକ? ଜଣେ ପଚାରିଛି ସତ୍ୟନ୍ଦନ, ଯଦି ଯିଏ ଏଲିଜିବଲ ବି ସେ 50 USDT ଦେଇକି ରିଜର୍ଭେସନ ନେଲେ ଭଲ ହବ, ଫୋର୍ସ ନାହିଁ। ହଁ ଫୋର୍ସ ତ ଏଇଠି କାହାକୁ କରାହଉନି, ଏଇଠି ଫୋର୍ସ କାହାକୁ କରାହଉନି। ସମସ୍ତେ ନିଜେ ମନର ରାଜା, ସବୁ ନିଜେ ନିଜେ ହିସାବରେ କରିବେ, ଏଠି ଫୋର୍ସ କାହାକୁ ନାହିଁ। କାରଣ ଆଗରୁ ମନର ରାଜା ସମତେ। ସମସ୍ତେ ନିଜେ ନିଜ ମନର ରାଜା, ସମସ୍ତଙ୍କୁ କାହାକୁ ହେଲେ ଫୋର୍ସ କରାହଉନି। କାରଣ ଦେଖ ଏବେ ଆମେ କାହାକୁ ଫୋର୍ସ କରି ପକେଇଦବା, କଣ ହବ କଣ ନାହିଁ ସେଇଟା କିଛି ନାହିଁ। ଏବେ ଆମର ଜାଣିଛୁ ଗୋଟେ ସିଦ୍ଧାନ୍ତରେ ପହଞ୍ଚୁ କି କମ୍ପାନୀ କୁଆଡେ ଯିବନି। ସେ ଆଗରୁ ବି ସେ କଥା କୁହା ହଉଥିଲା ମିଟିଂରେ, ଏବେ ବି କୁହା ହଉଛି କମ୍ପାନୀ କୁଆଡେ ଯିବନି। ଯାହାକୁ ଟ୍ରଷ୍ଟ ଲାଗୁଛି ସେ ଭାଇ ଇନଭେଷ୍ଟମେଣ୍ଟ କରିକି ରୁହ। ଯାହାକୁ ଟ୍ରଷ୍ଟ ଲାଗୁନି ଏ କମ୍ପାନୀ କିଛି ନାହିଁ, ତାହେଲେ ସେ ଏଇଥିରେ ପଶ ହିଁ ନାହିଁ। ଶୁଣନ୍ତୁ ଖାନ ବାବୁ, ମୁଁ ଆ ଭିତରୁ ଯେତିକି ଷ୍ଟଡି କଲି, ହଁ ଯିଏ ଯାଉଛି ଗୋଟେ ଥର 12,500 ଟୋକନ ଦେଇକିରି ବର୍ତ୍ତମାନ କରିବା ପାଇଁ, କିନ୍ତୁ ସେ 1 ମନ୍ଥ ଯିବା ଡାଇରେକ୍ଟ ପୁରା ଭଲ ହଁ ବେଟର। 1 ମନ୍ଥ ଗଲେ ତମର ପ୍ରଫିଟ କାହିଁକି ଟା ନା ଆଖିକି ଦେଖାଯିବ। ହଁ ବର୍ତ୍ତମାନ ଆମେ ଜାଣିଲେ, ଆପଣ ହିସାବ ଅନୁସାରେ $600 ଗେନ୍ କଲା। ହୁଁ $600 ରୁ ତାର ବର୍ତ୍ତମାନ $85 ପୁଣି ସେକେଣ୍ଡ ଟାଇମ ପଳେଇଲା, ଆଉ ରହିଲା 550। 550 ରୁ ସେ ଏକାଥରେ କଣ କରିବ, 500 ଟଙ୍କା ନେଇକରି ସେକେଣ୍ଡ ଲେବୁଲକୁ ପଳେଇବ। ହଁ ବେଷ୍ଟ ହବ ସେଇଟା। ଆଉ $85 ଉଡାଲ କରିଦବ। ହଁ ହଁ ଆହୁରି ବେଷ୍ଟ ହବ।
ମୁଁ ମୋ ମୁଣ୍ଡରେ ଚିନ୍ତା କରିଛି ବୁଝିଲେ। ସେକେଣ୍ଡ ଲେବଲ ର ସେ ଇଏ ଯାକୁ ନବ ରିଜର୍ଭେସନ ଯାକୁ ସେକେଣ୍ଡ ଲେବଲ ର ନବ। ସେକେଣ୍ଡ ଲେବଲ ନବ ସେଥିପାଇଁ ଯଦି ରିକ୍ସ ନବ ପୁରା ଭଲ କି ନବ ନହେଲେ ନାହିଁ। ହଁ ଆରେ 8 ଦିନ 10 ଦିନ ନେଇକି ଅଲରେଡି ଖାଇବାନି। ତ ଆମେ ଅଲରେଡି ଲକ୍ଷ ଲକ୍ଷ ଟଙ୍କାର ରିସ୍କ ନେଇଯାଇଛୁ ଆଉ ଇଏ 2-3 ହଁ ମାସ କଣ ପଛ ଘୁଞ୍ଚେଇବା। କାଲି ଆପଣ କହିଲେ କି 10 ଦିନ ମାରନ୍ତୁ ମୁଁ କାହିଁକି କହିଲି ନାଇଁ ମୁଁ ମାସେ ମାରିବି ବୋଲି ଭାବିଥିଲି 15 ଦିନକୁ ଯାହା ବି ମାରିବି। ହଁ 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 ମୁଁ 15 ଦିନ ମାରିବା ରିଜିନ ହେଲା ଯେ ମୁଁ ମୋର ହିସାବ କଲି ହଁ 15 ଦିନରେ ମତେ ମିଳୁଛି $300। ହଁ ହଁ $300 ମୋର $50 ପଳେଇଲା। ହଁ ଆଉ ମୁଁ $250 $100 ରଖିଦେବି $100 ରଖିଦେବି ଟ୍ରେଡିଂ ପାଇଁ ଆଉ $150 ଉଡାଲ କରି ପଳେଇବି। ବାସ୍ ଚଳିବ। ହେଲା ନା ନାଇଁ? ହୁଁ। ହଁ ଏଇଟା ଗୋଟେ କଥା। ସେକେଣ୍ଡ କଥା ଉପରେ ବର୍ତ୍ତମାନ ମୋ ଆଇଡି ଅଛି ତଳେ ବର୍ତ୍ତମାନ ଧର ଝିଅର ଆଇଡି ଟା ଅଛି। ମୁଁ ଝିଅ ଆଇଡି ଟା ତ ଆକ୍ଟିଭ ହେଇଗଲା ଏଇ ଯୋଉ ଇଏଟା ଷ୍ଟେକିଂ ଟା କରିସାରିଲେଣି। ଝିଅ ଆଇଡିରେ ବର୍ତ୍ତମାନ ମୁଁ $50 ପକେଇଦେବି ତାହେଲେ ସେ $50 ଟା ଟ୍ରେଡ୍ ହବ। ଟ୍ରେଡ ହବ ରିଜର୍ଭେସନ ହବ। ହଁ କିନ୍ତୁ ମତେ 7,500 ମିଳିବ ନା ନାଇଁ? ହଁ ମିଳିବ ଯଦି ସେ କେବେ ହେଲେ ସେ ଷ୍ଟାର୍ଟିଂ ରେ କିଛି ପକେଇ ନାହାନ୍ତି ତ। କୋଉଥିରେ? ଷ୍ଟାର୍ଟିଂ ରେ ସେ କିଛି ଟୋକନ କିଣି ନାହାନ୍ତି କି USDT ବାଲାନ୍ସ ରିଚାର୍ଜ କରିନାହାନ୍ତି ତ? କିଛି କରିନି ତୁମେ ତ କାଲି ଫାଷ୍ଟ ପଠେଇଲ ଆଉ। ହଁ ତାହେଲେ ମିଳିଯିବ 7,500। ତୁମେ କାଲି 7,500 ପଠେଇଲ ମୁଁ ତାକୁ କଲି ଆଉ ମୁଁ କୋଉଠି କିଣିଛି ଆଦେହରେ। ନାଇଁ କିଛି କରାଇନି। ହଁ ତମକୁ 7,500 ଟୋକନ ମିଳିଯିବ। ସେଇଟା ଟିକେ କନଫର୍ମ ହେଇ ମତେ କହିଲେ ମୁଁ ଯଦି ହବ ସେଇଗୁଟା ନାଇଁ ବ୍ୟବସ୍ଥା କନଫର୍ମ କରିବି। ସରିଲାଣି ପ୍ରାକ୍ଟିକାଲ ସରିଲାଣି ଆଉ କଣ କନଫର୍ମ ସବୁ ସରିଲାଣି ପ୍ରାକ୍ଟିକାଲ। ତାହେଲେ ଫାଇନାଲ ମୁଁ ପ୍ରାକ୍ଟିକାଲ $50 ଆରେଞ୍ଜ କରିକି ସେଇଟାକୁ ପକେଇଦେଲେ ବି ଚଳିବ ନା କି? ହଁ ପ୍ରାକ୍ଟିକାଲରେ ଓକେ ଓକେ। ସନ୍ତୋଷ ଉଦାହରଣ। ହଁ ହ୍ୟାଲୋ ପ୍ରାକ୍ଟିକାଲ ସନ୍ତୋଷ କାଳେ ଉଦାହରଣ। ସନ୍ତୋଷ ହଁ ସନ୍ତୋଷ ଉଦାହରଣ। ସନ୍ତୋଷ ଉଦାହରଣ। ହଁ ଜି ସାର୍। ଅନୁଜ ସାର୍ ଗୋଟେ କଥା ପଚାରିବାର ଥିଲା। ହଁ କୁହ କାର୍ତିକ। ହୁଁ ସାର୍ ଏବେ ଆମେ ସିନା ଇନଭେଷ୍ଟ କରିଛୁ ପଇସା ବି ୱିଡ୍ରଲ୍ ମାରିଛୁ ବୋଲି ଆମେ କହୁଛୁ ଯାହାକୁ ମାନେ ବିଲିଫ୍ ଅଛି ସିଏ କର ନଥିଲେ ନାଇଁ ଆଉ ଯୋଉ ପିଲା ଡାଉନ ଲାଇନ ପିଲା ଆମ ଅଣ୍ଡରରେ ଯିଏ ପକେଇଛି ସେ ଏପର୍ଯ୍ୟନ୍ତ ୱିଡ୍ରଲ୍ କରିନି ହେଲେ ସେମିତିଆ ପିଲା କଣ କରିବେ? ସେମିତି ଏଇ ପିଲାକୁ କଥା ତ କହିଲେ କହୁଥିଲି ମୁଁ ଟିକେ ସେ ପୂର୍ବରୁ ଆଉ। ସେ ଆଉଥରେ ରିଷ୍ଟାର୍ଟ କରିବେ। ରିଷ୍ଟାର୍ଟ ତା- ସାର୍ ଶୁଣନ୍ତୁ ଏବେ ସେ ଅଲରେଡି ଲଗେଇ ଦେଇଛି ପଇସା। ତାଙ୍କର ବାଲାନ୍ସ କେତେ ଅଛି? ଆଉ ସେତିକି 250 USDT ରେ ଅଛି ତାଙ୍କ ଭ୍ୟାଲିଡି ଷ୍ଟାକ କୁ ପଳେଇଛି ସବୁ ଯାକ ଯଦି ଷ୍ଟାକ। 200 ବିଲୋ 200 ଅଛି ହେଲେ ବେଟର ହବ ସେ ଆଉ ଥରେ 50 ପକେଇକି ରିଜର୍ଭେସନ ଷ୍ଟାର୍ଟ କରିବେ ହେରି। ନାଇଁ ସେ ବିଲୋ 200 କାହାର ନାହିଁ 200 ଏଭବ ଆଗ ସମସ୍ତଙ୍କର। ଯାହା 200 ଏଭବ ହଉ କି 250 ରୁ 300 ଭିତରେ ଥିଲେ ହଁ ଗ୍ୟାସ୍ ସାର୍ ଫି ଲଗେଇକି ଆମେ କିଛିଟା ପ୍ରଫିଟ ପାଇପାରିବା। ହେଲେ କ୍ୟାସ୍ ଯ- ଫିସ୍ କେତେ ଦେବାକୁ ପଡିବ ସାର୍ ମିନିମମ୍ ଆମର? ସେଇ $50 12,500 ତମକୁ ଏବେ 5,000 ଟୋକନ ମିଳିଯାଉଛି ହେଲା। ହୁଁ ଆଉ ରହୁଛି 7,500 ଟୋକନ। ଯଦି ଡାଉନ ଲାଇନ ଅଫ୍ ଲାଇନ ମିଶି ଯାଉଛନ୍ତି ତାହେଲେ 50 USDT ରେ ବି 2 ଜଣଙ୍କର ହେଇଯିବ କାମ। ଠିକ ଅଛି ସାର୍ ହେଲା କନଭିନ୍ସ କରିବାକୁ ପଡିବ ତାଙ୍କୁ ଆଉ। ଅମୁ ଭାଇ ହଁ ମାନେ ଦେଖ ଏବେ ତ ଆମର ମୂଳ ଫସିଛି ହେଲା। ହୁଁ ଫସିଛି ସେଇଟାକୁ ହୁଁ ବାହାର କରିବା ପାଇଁ ଟିକେ ଛୋଟ ରିସ୍କ ନେଇକି ଆମେ ସେଟାକୁ ବାହାର କରିବାର ବାଟ ଦେଖିବା। ହଁ ହେଲା ସାର୍ ବୁଝିଲି। ହଁ ସାର୍ ମୁଁ ଦିଟା କୋଶ୍ଚିନ୍ ପଚାରିଥାନ୍ତି। ହଁ କୁହ। ମୁଁ କହିଲି ପ୍ରଥମ କଥା ହେଲା ଯୋଉ ବର୍ତ୍ତମାନ ରେଟ୍ ଯୋଉ ହାଇକ୍ ହେଇଛି ହଁ ହଁ ରେଟ୍ ଟା ବଢିଛି ନା ଟୋକନ ର? ଟୋକନ ରେଟ୍ ଟା ବଢିଥିଲା ନାଇଁ ଏବେ କିନ୍ତୁ ବଢିନି। ଏପର୍ଯ୍ୟନ୍ତ ସେ ଅଫିସିଆଲି ଇଏ କରିନାହାନ୍ତି ଆନାଉନ୍ସ ମୁଁ ଦେଖିଲି ପରା ଲକିଂ ହେଇକି ଅଛି। ହେଲେ ଆଚ୍ଛା ଏପର୍ଯ୍ୟନ୍ତ ବଢିନି। ଅଫିସିଆଲି ସେ ଡିକ୍ଲେୟାର କରିନାହାନ୍ତି। ଓକେ ଠିକ ଅଛି କାରଣ ମୁଁ ଆଉ ଖାନା ଗୋଟେ କଥା କହୁଛି ସେ ଯୋଉ ହଁ ଟୋକନ କଥା ଏଇ ଯୋଉ ଭାଇ କହିଲେ ହଁ ଟୋକନ ଟା ଆଜି ରେଟ୍ ଅଛି ଏଇଆ ହେଲା। ହଁ କାଲିକି ଆମକୁ ବର୍ତ୍ତମାନ ଆମେ $2,000 ଟାକୁ ଚେକିଂ କରିଛୁ। ଆମକୁ ହଁ ମିଳୁଛି କେତେ 5,000 ଟୋକନ ମିଳୁଛି। ହଁ 5,000 ଟୋକନ ଆଜି ଏଇ ରେଟ୍ ଅଛି ଯଦି କାଲି ସେଟା ଡବଲ ହେଇଗଲା ଆମେ ତ ଓଭର ୱିଡ୍ରଲ୍ କଲା ବେଳକୁ ଆମକୁ ସେଇ ଡବଲ ହିସାବରେ ପଇସା ଡବଲ ମିଳିବ। ଆସିବ ହଁ ନାଇଁ ଏଇଟା ମୁଁ ଟିକେ ଗୋଟେ କନଫ୍ୟୁଜ ରହିଛି ବୁଝିଲେ କି? ହଁ ଯେତିକି ସେଇ ଟାଇମରେ ଯୋଉ ଟାଇମରେ ତମେ ଟୋକନ ଟାକୁ କନଭର୍ଟ କରୁଛ ସେଇ ଟାଇମରେ ତାର ହଁ ଯେତିକି ହଁ ଭ୍ୟାଲୁ ଥିବ ସେତିକି ଭ୍ୟାଲୁ ହିଁ ଆସିବ। ହଁ ମୁଁ ସେଇଆ କହୁଛି ସେତେବେଳେ ତାର ବଢି ଯାଇଥିବ ଯଦି ତାହେଲେ ବର୍ତ୍ତମାନ ମୋ ପାଖରେ ମୁଁ ମାସ ପାଇଁ ଷ୍ଟେକ୍ କରିଛି ମୋ ପାଖରେ 1.5 ଲକ୍ଷ ଟୋକନ ଅଛି। ମୁଁ 1.5 ଲକ୍ଷ ଟୋକନ ଟାକୁ ଯେତେବେଳେ ସେଲ କରିବି ଆଜି ଯଦି ଆମେ 3,000 ଟା 6,000 ହେଇପାରୁଛି
ତାହେଲେ ସେତେବେଳେ ଧର ସେଇ 3,000 6,000 ଯଦି ଅଛି ତାହେଲେ ଆମର ଯୋଉଠି ଆମେ ହିସାବ କରୁଛେ $600 ପାଇବା କଥା ସେଠି $1,200 ପାଇବା। ହଁ ନିଶ୍ଚୟ। ଏଇଟା ମାଇନସ ବି ହେଇପାରେ। ଅମୁ ଭାଇ କଣ କହିଲେ? ହ୍ୟାଲୋ ମାଇନସ ବି ହେଇପାରେ। ଅମୁ ଭାଇ ଉଠେଇଲା ଆସିକୁ 1200 ଟା 200 ବି ହେଇପାରେ। ନାଇଁ ନାଇଁ ଏତେ ହ୍ୟାଲୋ ତଳକୁ ତ ଯିବନି। ମାଇନସ ହବନି। ଅମୁ ଭାଇ ହଁ ଚନ୍ଦନ କୁହ। ହଁ ସିଏ କଣ ଯେ ଆଜି ମୋର ଗୋଟେ ଗ୍ଲିଚ ଟାଇପ ର ହେଲା ବ କାହିଁକି ନା ଆଗରୁ 5,000 ଟୋକନ ଥିଲା। ହଁ ମୁଁ ଯେତେବେଳେ ଡିପୋଜିଟ କରିବା ପରେ ଆସିବ ମତେ କେତେ 7,500। ହଁ ହଁ ମୋ ଆକାଉଣ୍ଟ ରେ ଦେଖେଇଲା ଆମ ଯୋଉ ମୁଁ ଅଫଲାଇନ ନା ମୋ ଆକାଉଣ୍ଟ ତଳ ଆକାଉଣ୍ଟରେ ଦେଖେଇଲା ଯେ 17,500। ହଁ ତାପରେ ମୁଁ ଦେଖିଲା ଆସିକି ଆଉଥରେ ମୁଁ ଭାବିଲି ଗ୍ଲିଚ ହେଇଛି ଆକଚୁଆଲି ଗ୍ଲିଚ ହେଇଛି। ଏ ଯୋଉ ଅପଡେସନ ଚାଲିବା ଭିତରେ ହଁ ଦେଖିଲା ଆସିକି ଆଉଥରେ ନାଇଁ ଜିରୋ ଟୋକନ ଅଛି। ହଁ ସେଟାକୁ ଲଗ ଗୋଟେ ଆଉଟ୍ କରି ସତ ଲଗ ଇନ୍ କଲେ ହେଇଯିବ। ହଁ ମୁଁ ଭାବିଲି ଯେ ଅଧିକ ଆଇଲା ଭାରି ବୋଧେ 12,500 ଆଇଲା ଭାରି ଗୋଟେ ଥରରେ। ଭାବିଦେଲି ମୁଁ ଦେଖିଲା ଆସିକି ଗ୍ଲିଚ ହେଇଯାଇଛି ସେଇଟା। ହଁ ନାଇଁ ସେଇଟା ହୁଏ ସେମିତି ବେଳେ ବେଳେ। ଏବେ ତ ଅପଡେସନ ଚାଲିଛି ଟିକେ ଏପଟ ସେପଟ ହବ ବଟ୍ ଟେନସନ ନାହିଁ। ଏବେ ଆଉ ଗୋଟେ ଆମେ କଥା କଣ ଶୁଣୁନାହାନ୍ତି। ହଁ କଣ ଯେ ମୁଁ ଏବେ ଯାହାବି ଷ୍ଟେକରେ ଲଗେଇଛି ଯାହାବି କରିଛି ମୁଁ ଆଉ କିଛି ମାନେ ହାତ ମାରିବାକୁ ପଡିବନି ଟି ଆଉ। ନା ଆଉ କିଛି କରିବାକୁ ପଡିବନି ସେ ଛାଡି ଦିଅ ସେଟାକୁ। ମୁଁ 30 ଦିନ ପାଇଁ ଏଟା କରିଦେଇଛି ନା। ପୁରା ମାସ ପାଇଁ ଭୁଲିଯାଅ। ହଉ ଠିକ ଅଛି ତାହେଲେ ତାପରେ ମୁଁ ରିଡିମ କରିପାରିବି ନାଇଁ। ତାପରେ ମାସେ ପରେ ରିଡିମ୍ କର। ଓ ଆଉ ହଉ ଗୋଟେ କଥା ଠିକ ଅଛି। ହଁ କୁହ। ଇଏ ଲକିଂ ଗୋଟେ ହଁ ଆଜ୍ଞା ହଁ କୁହ। ମୁଁ କହିଲି ସାର୍ ଗୋଟେ କଥା ହଉଛି ଆମର ଯୋଉ ମାନଙ୍କର ଲୋ ବାଲାନ୍ସ ଅଛି ଯାହାର 100 200 ଅଛି ତ ହଁ ଏଇଥିରେ ଷ୍ଟାକିଂ କରି କିଛି ମୂଲ୍ୟ ହବ ନାହିଁ ବୋଲି ମୁଁ କିଛି ଭାବୁଛି। ମୂଲ୍ୟ ହବନି 50 USD ଜମା କରିକି ରିଜର୍ଭେସନ ନେବାଟା ବେଟର ହବ। ଜମା କରି ରିଜର୍ଭେସନ ପ୍ରଫିଟ ନେବାଟା ଠିକ ହବ ନାଇଁ କି? ହଁ ଠିକ ଅଛି ଠିକ ଅଛି ନାଇଁ ତାହେଲେ। ମୁଁ ସେଇଠି ଆଉ ଗୋଟେ ପଏଣ୍ଟ କହିବା ଯଦି ଆପଣଙ୍କର ଜଷ୍ଟ ଡାଉନ ଲାଇନ କିଏ ଆପଣ ତାକୁ କେମିତି ବୁଝେଇକିରି ନହେଲେ ତା ପାଇଁ ନିଜେ ବି ପକେଇ ଦେଇକିରି ସେ ଯଦି ନ ବୁଝୁଛି ନିଜେ ପକେଇ ଦେଇକିରି ନାଇଁ ପକେଇଦେଲେ ସେ ଆପଣଙ୍କୁ ପକେଇଦେବେ ଯେ 7,500। ଶୁଣନ୍ତୁ ବିରାଟ ବାବୁ ସେ ହଁ ପକେଇଦେବେ ଯେ ହଁ ତାଙ୍କ ପାଖରେ ପରା ହଁ ମିନିମମ୍ ହଁ ତାଙ୍କ ପାଖରେ ପରା ମିନିମମ୍ ବାଲାନ୍ସ ଟା ଅଛି। ବୁଝିପାରୁଛନ୍ତି କେମିତି ମିନିମମ୍ ବାଲାନ୍ସ ଅଛି? 50 100 ଡଲାର ଅଛି ତାଙ୍କ ପାଖରେ। ସେଟାକୁ ଷ୍ଟେକିଂ ନେଇ କଣ ଆରେ ମିଳେ ତାଙ୍କୁ? ଭାଇ ମୋ କହିବା କଥା $100 ଅଛି ମୋ କଥାଟା ବୁଝନ୍ତୁ ଆଗ। ହଁ $100 ସେ ଲୋକର ଅଛି ଇଏ ଯଦି ତା ପାଇଁ $50 ଧର ପକେଇଦେଲେ ସିଏ ଅବୁଝା ହଉଛି ବୁଝୁନାହିଁ ତା ପାଇଁ $50 ପକେଇଦେଲେ ଇଏ 7,500 ପାଇଗଲେ। ହଁ ଟୋଟାଲ ସୁଖ ହେଇଗଲା 12,500। ହୁଁ 12,500 କିନ୍ତୁ ସିଏ 50,000 ତାକୁ ଟ୍ରେଡ୍ କର ଆଉ କଣ? ନାଇଁ 12,500 ଟା $50 ହେବନି 12,500 ଟା ଆମର 13,100 ସେଲ ରେ 13,125 ଟା ହବ $50। ଆରେ ନାଇଁ ସିଏ ତଳ ଲୋକଟା ଯଦି $50 ପକଉଛି ଉପର ଲୋକକୁ 7,500 ମିଳୁଛି ଟି? ହଁ ହଁ ତମେ ଯୋଉ କଥାଟା କହୁଛ ମୁଁ ଆଉ ତା ବୁଝିପାରୁଛି ଯୋଉ ଟୋଟାଲ ହୁଁ ଏବେ ଉପର ଲୋକର ହେଇଗଲା ଟୋଟାଲ 12,500 ତମେ କହୁଛ ଇଏ ହଁ 12,500 ଟାକୁ USDT ରେ କନଭର୍ଟ କରିକି ଟ୍ରେଡ ନଉ। ନାଇଁ ନାଇଁ ମୁଁ ସେ କଥା କହିନି। ଆଉ ମୁଁ କହିବା କଥା ଯୋଉ ଆପଣ ହେଲେ ଉପର ଲୋକ ମୁଁ ହେଲି ତଳ ଲୋକ ହୁଁ ମୋର ବର୍ତ୍ତମାନ $50 ମୁଁ ପକେଇବାକୁ ରାଜି ନାହିଁ ମତେ ଆପଣ ପକେଇଦେଲେ ବୁଝେଇକି ଯଦି ଓହୋ ହୋ ବୁଝେଇକି ପକେଇଦେଲେ ମୁଁ ସେ $50 ଟାକୁ ଟ୍ରେଡ୍ କରିବି। ହଁ କିନ୍ତୁ ଆପଣ ଉପରେ ଅଛନ୍ତି ଆପଣଙ୍କୁ ପଳେଇଲା 7,500 ତ ହଁ ହଁ ଆପଣଙ୍କର ଆପଣ ଷ୍ଟେକିଂ କରିଦେବେ। ହଁ ଷ୍ଟେକିଂ କରିଦେବେ କିଛି ଅସୁବିଧା ନାହିଁ। ହଁ କିନ୍ତୁ ଆପଣ ଚେକିଂ କରିଦେଲେ କିନ୍ତୁ ମୁଁ ସେ $50 ରୁ ଟ୍ରେଡ୍ କଲି। କିନ୍ତୁ ମୋ ପାଖରେ ଅଫଲାଇନ ପାଖରେ ସେତିକି ବାଲାନ୍ସ ଥିବାର ଅଛି ଟେକିଂ ହଁ। ଅଫଲାଇନ ବା 5,000 ଅଛି 7,000 ଗଲା ଏଠୁ। ନା ନା ଷ୍ଟେକିଂ ଆମ 7,500 ଶୁଣ ଷ୍ଟେକିଂ ମୋ ଆମ କଥା ଭାଇ ହ୍ୟାଲୋ। ହଁ 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 ସେ ଯୋଉ $50 ଗଲା ହାରି ହେଲା ହଁ ତମେ $50 ରିଜର୍ଭେସନ ନେଇଗଲ ହଁ ଅଫଲାଇନ କୁ ଗଲା 7,500 ହଁ ହଁ ତମେ ହଁ ସେଇଟାକୁ ତମର ଯଦି ଅଧିକ ବାଲାନ୍ସ ଅଛି ତ ମାନେ ମୁଁ ହଁ କହୁଛି ଗୋଟେ ସପୋଜ ଯଦି ହଁ ଅଛି ତମେ ଷ୍ଟେକ ରେ ନେଇପାରିବ ନହେଲେ ତମେ ରିଜର୍ଭେସନ ନବ। ହଁ ନାଇଁ 12,500 ସେଇଟା ରିଜର୍ଭେସନ ପ୍ରଫିଟ କେମିତି ହବ ହବ ନା 13,125 ସିଏ 12,500 ନେଇଗଲା ଆଗରୁ 5,000 ଦେଇ ଦେଇଛି ନା ଆଗରୁ 5,000 ପଚାଶ ଟାକୁ $50 ଟାକୁ $50 ଟାକୁ ତମେ ଟୋକନ ରେ ଏକ୍ସଚେଞ୍ଜ କରିଦବ। ଶୁଣ ଆଗରୁ 5,000 ଥିଲା ଇଏ 7,500 ମିଶିଲା ହେଲା 12,500 12,500 ଟା ଏକ୍ସଚେଞ୍ଜ ହବ ନାହିଁ। ମିନିମମ୍ ଏକ୍ସଚେଞ୍ଜ ଭାଲ୍ୟୁ ହେଲା 13,125। ଆଜି ମୁଁ ଆଉ କେମିତି ଷ୍ଟେକ୍ ନେବି ଯାହାହେଲେ ବି ସେ ଯୋଉ $50 ପକେଇଲି ମୁଁ ତ ଷ୍ଟେକ୍ ଷ୍ଟେକ୍ ନାହିଁ ହଁ ନେଇପାରିଲିନି। ଷ୍ଟେକ୍ ନାହିଁ ବାଇ ରେଟ୍ ଅଲଗା ସେଲ ରେଟ୍ ଅଲଗା ଷ୍ଟେକ୍ ନେଇଗଲ କିନ୍ତୁ ଓହୋ ଯେତେବେଳେ ତମେ ସେଲ କୁ ଯିବ
ସେଲ୍ ହଁ ଟାଇମ୍ ରେ ତମ ପାଖରେ ମିନିମମ୍ ବାଲାନ୍ସ ଥିବାର ଅଛି 13,125 ଟୋକନ। ଟ୍ୟୁବ୍ ଟୋକନ ହଁ 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 ଠିକ ଅଛି। ନାଇଁ 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 ଆପଣ ତାଙ୍କ କଥା ବି ବୁଝିପାରୁନାହାନ୍ତି। ମୁଁ ଆଉ ଥରେ କହୁଛି, ରିପିଟ୍ କରୁଛି, ଶୁଣନ୍ତୁ ମୋ ହଁ କଥା ଟିକେ ସ୍ଥିର ମାଇଣ୍ଡରେ। ହଁ ହଁ ମୁଁ ଅଛି ଆପଣଙ୍କ ଡାଉନରେ, ମୋର ମାତ୍ର $100 ଅଛି। ହୁଁ ମୁଁ ଆଉ କିଛି କରିବାକୁ ଚାହୁଁନାହିଁ। ହୁଁ ମୋର $50 ଗୋଟେ ଖାଲି ମାଇଲି ଟ୍ରେଡିଂ, ଡେଲି ଟ୍ରେଡିଂ କରିବା ପାଇଁ। ସରିଲା କାହାଣୀ। ମୁଁ ଯଦି $50 ମାଇଲି ଟ୍ରେଡ୍ କରିବି ନା ନାଇଁ ଡେଲି, ହଁ କରିବୁ। ମୁଁ ଟ୍ରେଡ୍ ଯଦି କଲି ମୋ ଅଫଲାଇନ ଆପଣଙ୍କୁ 7,500 ମିଳିଲା। ଟୋକନ ଗଲା ନା ନାଇଁ? ହଁ ଆସିଲା। 7,500 ହେଲେ ଆପଣଙ୍କର ଯଦି $1,000 ଅଛି, ଆପଣ ତାକୁ ଷ୍ଟେକ୍ କରିଦେଇ ପାରିବେ। ହଁ ନିଶ୍ଚୟ। ହଁ ଏଇଟା କଥା ମୁଁ କହୁଛି, ସେ ହଁ କହୁଛି ନା। ନାଇଁ ନାଇଁ $1,000 ଟା ତ କଥା କହିଲେନି କି, ମୋ ପାଖେ ଯଦି $1,000 ହଁ ଥିବ ତାହେଲେ ହିଁ ସିନା ମୁଁ ହଁ ତାର ଫାଇଦା ଉଠେଇ ପାରିବି। ଯଦି ମୋ ହଁ ମୁଁ ଅଫଲାଇନ ହେଇକି ଯଦି ମୋ ପାଖରେ 50 100 ଥିବ ତାହେଲେ ମୁଁ କଣ କରିବି? ନାଇଁ ନାଇଁ, ସେଠି ଥିଲେ ଫାଇଦା ନାହିଁ। ହଁ କଥାଟା ମୁଁ ସେଇଆ ଯଦି କହୁଛି। ତାର $500-700 ସେଇଟା ଅଧିକ ଅଛି ତାହେଲେ ଫାଇଦା ଅଛି। ହଁ ସେଇଟା ରିଜର୍ଭେସନ ନେଲେ ହିଁ ଠିକ ହବ। ହଁ ହୁଁ, ଏଇଟା ହିଁ କଥା। ହଁ ଏଇ କେସ ରେ ଗୋଟେ କରିହବ ଯଦି ଦିଟା ଅଫଲାଇନ ଆଉ ଡାଉନଲାଇନ ଦି ଜଣ ପାଖରେ ବି 100 ପଡିଛି ହେଲା। ମୁଁ ଆଉଥରେ ବୁଝେଇ ଦଉଛି ହଁ। ଦେଖ। ଏଇଟା ପୁରା ଆହୁରି ଭଲ ନାଇଁ ପଏଣ୍ଟ ଏଇଟା। ଆମର ନାଇଁ TUFT ଟୋକନ କଣ ଟ୍ରାନ୍ସଫର ହେଇପାରିବ? ନା ମୋ ନା ପାଖେ ନା ତାର ଶୁଣ 5% ମୁଁ କାହାକୁ ଟ୍ରାନ୍ସଫର କରିହେବ? ଶୁଣ ଟିକେ କିଛି ନ ଦେଖ। କଲେ ଏବେ ଏ ଜିନିଷଟା ଟିକେ ଦେଖ, ଏ ଜିନିଷଟା ଟିକେ ଦେଖ ହେଲା। ଏଇଠି ଗୋଟେ ଆଉ ଗୋଟେ ବୁଦ୍ଧି ଜୁଟିଲା ଦେଖ। ଏବେ ଡାଉନଲାଇନ ଅଫଲାଇନ ଦି ଜଣଙ୍କ ପାଖରେ 100 ଅଛି ହେଲା। ଡାଉନଲାଇନ ପାଖରେ ବି 100 ଅଛି, ଅଫଲାଇନ ପାଖରେ ବି 100 ଅଛି। ହେଲେ ଏମାନେ ଷ୍ଟେକ୍ ନେଇ କିଛି ଫାଇଦା ନାହିଁ ହେଲା। ଦି ଜଣ ଯାକ ଷ୍ଟେକ୍ ନେଇ କିଛି ଫାଇଦା ନାହିଁ ନା। ଯଦି ସେଇ ଭିତରୁ ଜଣେ ଡାଉନଲାଇନ ପକେଇଦେଲା 50, ସେ ରିଜର୍ଭେସନ ନେଲା, ଅଫଲାଇନ କୁ ପଳେଇଲା 7,500 ଟୋକନ, ତାହେଲେ ଅଫଲାଇନ ପାଖେ ହେଇଗଲା ଟୋଟାଲ 12,500 ଟୋକନ। ତାକୁ ଏବେ ଦରକାର 13,125। ତାକୁ ଆଉ ଦରକାର 625 ଟୋକନ। 625 ଟୋକନ ଯଦି ସେଇ ଟାଇମରେ ରେଟ୍ ଥିବ ତାର 0.008, ଧର ଆମେ 0.008 ଯଦି ଥିବ, ତାହେଲେ ଆଉ $5 500 ଟଙ୍କା ଇନଭେଷ୍ଟମେଣ୍ଟ କରିକି ସେ ବି ଏଲିଜିବଲ ହେଇଯିବ ରିଜର୍ଭେସନ ପାଇଁ। ଦି ଜଣ ଯାକ ରିଜର୍ଭେସନ ପାଇଁ ଏଲିଜିବଲ ହେଇଯିବେ। କ୍ଲିୟର ହେଲା କି ପଏଣ୍ଟ? ଓହୋ, ତାକୁ ସେ କନଭର୍ଟ କରିଦେଇ ପାରିବ। ହଁ ହେଲା। କନଭର୍ଟ କରିକି ରିଜର୍ଭେସନ କରିବ ଡେଲି। ବାସ୍ ଏଇଟା ଏକ୍ସଟର୍ନାଲ ଟୋକନ କିଣିକି ସେ ଆକ୍ଟିଭ ହେଇଯିବ। କୋଉଠୁ ଏକ୍ସଟର୍ନାଲ ଟୋକନ କିଣିବ? ଟ୍ରେଜର ଚେନ୍। ଓହୋ। ଟୋକନ ହେଲା। ଟ୍ରାନ୍ସଫର କରିହବନି ନା? ଟ୍ରେଜର ଚେନ୍ ରୁ ଏକ୍ସଟର୍ନାଲ ଟୋକନ କିଣିକି ତମେ ପକେଇ ପାରିବ। ନାଇଁ ୱାଲେଟ ଟୁ ୱାଲେଟ, ଆଇଡି ଟୁ ଆଇଡି ଟ୍ରାନ୍ସଫର ହବନି ଟୋକନ। ନା ନା, ୱାଲେଟ ଟୁ ୱାଲେଟ ଟ୍ରାନ୍ସଫର ହବ। ଓକେ ଓକେ। ହେଲା। ଏଇଟା ହେଲା ଯଦି ଦି ଜଣ ପାଖରେ କମ ବାଲାନ୍ସ ଅଛି ତ ଦି ଜଣ ମାନେ ଏମିତି ମଧ୍ୟ ଭାଗ ବାଣ୍ଟି ପାରିବେ। ବୁଝିହେଲା ତ? ହଁ ହଁ, ବୁଝିଗଲା। ହଉ। ଏବେ କିନ୍ତୁ ବର୍ତ୍ତମାନ ଘଟଣା ହଉଛି ଯେ ଯାହା ପାଖରେ ଛୋଟିଆ ପଇସା ଅଛି ସେ କଣ କରିବ, ଏଇ ଗୋଟିଏ ଟେନସନ, ଆଉ ହଁ କିଛି ନାହିଁ। ଛୋଟିଆ ପଇସା ଯାହା ପାଖରେ ଅଛି ତାର ସଲ୍ୟୁସନ ଏଇଆ। ମାନେ ଦିଟା ଯଦି ଥିବେ ଡାଉନଲାଇନ ଅଫଲାଇନ, ଦି ଜଣ କଥା ହେଇଯିବେ, ଭାଇ ଆମକୁ ଟୋଟାଲ ଇନଭେଷ୍ଟମେଣ୍ଟ ଲାଗିବାର ଅଛି 5,500 ଟେ। ତୁ ଅଧା ଦେ, ମୁଁ ଅଧା ଦେବି। ଦି ଜଣଙ୍କ ପାଖକୁ $50 ପଳେଇବ। ଦି ଜଣ ଯାକୁ ରିଜର୍ଭେସନ ଷ୍ଟାର୍ଟ କରିଦବା। ହେଲା। ଏଇଟା ହିଁ ସଲ୍ୟୁସନ। ଯଦି ଦିଟା ଲୋକ ଏକଜୁଟ ହେଇକି ଥିବେ, ଜଣେ ଡାଉନଲାଇନ ଥିବ, ଜଣେ ଅଫଲାଇନ ଥିବ, ଆଉ ଦି ଜଣ ଜାଗାର କଣ୍ଡିସନ ବୁରା ଥିବ, 100 150 ପଡିଥିବ ଷ୍ଟେକିଂ ରେ, ତାହେଲେ ଦି ଜଣ କଥା ହେଇକି ଅଧା ଅଧା ହିସାବ କରିଦବ। 5,500 ଦି ଜଣ ଡିଭାଇଡ କରିଦେବେ। ସେ ହିସାବରେ ଦି ଜଣଙ୍କର ଷ୍ଟେକ୍ ରିଜର୍ଭେସନ ଆକ୍ଟିଭେଟ କରିଦେବେ। ଅମୁ ଭାଇ, ହଁ ହ୍ୟାଲୋ। ଏ ଯୋଉ ଆଗେ ଫାଷ୍ଟ ଦଉଥିଲା ଆମର ଟ୍ରାଏଲ ଫଣ୍ଡ ପାଇଁ 15,000 ଟଙ୍କା, ହଁ ହଁ। ସେଇଟା ନ ଦେଇକି ଏବେ ଖାଲି କଣ ଟ୍ୟୁବ ଟୋକନ ଦଉଛି ନା? TFT ଟୋକନ ଦଉଛି। ହଁ। ମାନେ ମୁଁ ଭାବୁଛି ସବୁ ମାନେ ଟୋକନ ଫାଷ୍ଟ ଦୋକାନରେ ଜଏନ କରିବି, କଲା। ଏବେ ଗୋଟେ ନୂଆ ପିଲାକୁ ଜଏନ କରିବି, ତାକୁ ହଁ ଏବେ 15,000 ଟଙ୍କା ଟ୍ରାଏଲ ଫଣ୍ଡ ଦବନି। ନା ଦବନି। ଟ୍ୟୁବ ଟୋକନ ଦବ ନାଇଁ କି? ହଁ TFT ଟୋକନ ଦବ। 5,000 ଟୋକନ ଟ୍ୟୁବ ଟୋକନ ହେଲେ ସେଇଥିରେ ତ ରିଜର୍ଭେସନ ନେଇ ହବନି ନା? ନା ନା, ଟୋକନ ଟା ଗୋଟେ ପରମାନେଣ୍ଟ ଦେଇଦେଲା ନା।
କିନ୍ତୁ ସେ ଟୋକନ ଟା ଯୋଉ ପରମାନେଣ୍ଟ ଦେଲା କାଲି ଯଦି ସେ ଟୋକନ ର ଭ୍ୟାଲୁ ବଢିଗଲା କିନ୍ତୁ ସେ ଟୋକନ ଟା ତାକୁ ବର୍ତ୍ତମାନ 1,00,000 ଟଙ୍କା ବି ଦେଇପାରେ। ହଁ ହଁ ଏ ଆଉ ଟୋକନ ଟା ନୂଆ ତାର ପିଲାର ପରମାନେଣ୍ଟ ଜଏନିଂ ରହିଲା ନା। ହେଇକି 1,00,000 ହଁ ଟଙ୍କା ହଁ କଣ କହିଲେ ନୂଆ ପିଲା? ନୂଆ ପିଲାରା ଜଏନ ହେଇନାହାନ୍ତି 1,00,000 ଟଙ୍କା ହିଁ ତମେ ଭାବୁଛ ଟୋକନ ବଢିଯାଉ ବୋଲି। ଆରେ ହଇରାଣ ନାଇଁ ନାଇଁ ହେଇଯିବ। ନାଇଁ ନାଇଁ ସେଇଟା ଟୋକନ ଟା ତା ବଢିଯାଏ ପାଖେ ରହିଲା ସବୁବେଳେ ନା। ହଁ ଆମେ ଭାବୁଛେ ରହିଲେ ନୂଆ ପିଲାରା ଜଏନ ହେଇନାହାନ୍ତି ନା ଏବେ ଆହୁରି ଷ୍ଟାର୍ଟିଂ ହେଇନାହାନ୍ତି। ଯଦି ବି ନୂଆ ପିଲା ଜଏନ ହେଲେ ତାଙ୍କୁ 50 ୟୁନିଟ ମିଳିଛି ତାଙ୍କେ ରିଜର୍ଭେସନ ନେବେ ନାଇଁ କି ଆଉ ମାନେ ତାଙ୍କୁ ଟ୍ରାଏଲ ଫଣ୍ଡ କିଛି ମିଳିବନି ନାଇଁ କି? ନାଇଁ ନାଇଁ ହଁ ହଁ ଠିକ ଅଛି। ଆଉ କାହାର କଣ ଡାଉଟ୍ ଅଛି ହ୍ୟାଣ୍ଡ ରେଜ୍ କର ନହେଲେ କ୍ଲୋଜ କରିବା ଆଜିର ମିଟିଂ ଟା। ହଁ ଟାଇମ୍ ନାଇଁ ଆଜି କ୍ଲୋଜ କର କାଲିକି କଥା ହବା ଆଉ। ହଁ ପୁଣି କାଲି ରଖିବା। ହଉ ହଉ ଠିକ ଅଛି ହଉ ଚାଲ ଗୁଡ୍ ନାଇଟ୍। ହଉ। ହଉ।